मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरु मानक मु प्रणाम करुचे। विश्वर प्रत्येक संप्रदायर गुरु मानक मु प्रणाम करुचे। उपस्थित भगवत स्वरूपगण सबुर भितरे जगन्नाथ को उपलब्धि करी मु प्रणाम करुचे। समस्ते चाहते ये जीवनटा को सुख शांति आउ आनंदमय करने कई केबे दुख जंत्रणा कष्ट भोग करने को आदौ चाहती नहीं। क्या कौन दुख भल लगे, क्या कौन कष्ट भल लगे, क्या कौन जंत्रणा भल लगे। समस्ते चाहती सुख शांति आनंद आउ जीवनटा को प्रेममय करने को। किंतु ये जीवन काल भितरे समस्त को सुख मिले दुख मिले जंत्रणा मिले कष्ट मिले आनंद मिले निरानंद मिले। किंतु केतक मनुष्य पक्षरे खाली जीवनटा शांतिमय हुए आनंदमय हुए प्रेममय हुए। तांको जीवन रे दुख जंत्रणा कष्ट बोली किछि न थाए। जेते दुख जंत्रणा कष्ट आमे भोगुचे तार मूल रे गोटे बड़ कारण रही। से बड़ कारणटा होउछि मनुष्यर अहंकार। जार अहंकारटा जेते बड़ अर्थात मोटा अर्थात गाढ़ ताकू दुख जंत्रणा कष्ट ही मिली थाए। जार अहंकारटा मध्यम ताकू मध्यम धरणर दुख जंत्रणा कष्ट मिली थाए। जार अहंकारटा पतला ताकू कम दुख जंत्रणा कष्ट मिली थाए। तेणु आमको किए जे दुख दौची किए जे जंत्रणा दौची किए जे कष्ट दौची ता भाविबाटा ठीक नुहे। आमर ज्ञान हैला परे कि ज्ञान आत्मज्ञान हैला परे आमे देखिबा ये जिते दुख जंत्रणा कष्ट मिलुची सबु अहंकार आउ अज्ञानतारू ही मिलुची। सबुबले जिते साधक साधिका देख जहा को देख ये भौतिक जगत रे ये मानव पक्षरे समस्तंक भितरे देहबोध अवस्थाटा माने पूरा परिपूर्ण है कि रहुछि। ए देहबोध अवस्थारू काहाकू मुक्ति मिलू नहीं। कहीं मिलू नहीं ना देहबोध अवस्थाटा कौन आमको एक भल भाव जना ना। एवं जदि कि जानी से देहरु अथित हवा पाई से केबे चेष्टा करू नहीं कि साधना करू नहीं। भागवत रे गोटे सुंदर कथा लेखा अच्छे
ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ସମସ୍ତେ ବୁଝିପାରୁଥିବେ, ଦେହରେ କରି ଅହଙ୍କାର, ମୁଁ ଦେହ, ମୁଁ ମୋର ଭାବ ନେଇ ପ୍ରତ୍ୟେକ ମାନବ ବଞ୍ଚିଛି। ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ଏସବୁ କାମ ମୋର, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ସବୁ ମୁଁ କରୁଛି, ମୁଁ ଯଦି ନ କରିବି ଏ ସମସ୍ତ କାମ କେତେବେଳେ ହେଇପାରିବ ନାହିଁ। ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ସମସ୍ତଙ୍କର ଏ ଭାବଟି ରହିଛି, କିନ୍ତୁ ବ୍ୟକ୍ତି ସେଇଠି ଚିନ୍ତା କରିବା କଥା, ସେଇଠି ଜାଣିବା କଥା, ଆରେ ମୁଁ କର୍ତ୍ତା ନା ଆଉ ଜଣେ କିଏ କର୍ତ୍ତା ଅଛି। ଯଦି ମୁଁ କର୍ତ୍ତା, ତାହେଲେ ମୁଁ କିଏ? ମୁଁ କିଏ? ମୁଁ ବୋଇଲେ ଆଖି, କି ମୁଁ ବୋଇଲେ ମୁଣ୍ଡ, କି ମୁଁ ବୋଇଲେ କାନ, କି ନାକ, କି ପାଟି, କି ହାତ, କି ଗୋଡ଼, କି ପେଟ, କି ଛାତି, ଏ ଶରୀର ଭିତରେ ମୁଁଟା କିଏ? ପ୍ରତ୍ୟେକଟି ସମୟରେ ସେ ମୁଁ ହେଉଛି। ମୋର ଭାବ ନେଇ ବଞ୍ଚିଛି। ମୋର ଘର, ମୋର ଦ୍ୱାର, ମୋର ପୁଅ, ମୋ ଝିଅ, ମୋ ବନ୍ଧୁ, ମୋର ବାନ୍ଧବ, ମୋର ବାପା, ମୋର ମା, ମୋର ଭଉଣୀ, ଏଇ ଦିଟା ଭାବକୁ ନେଇ ପ୍ରତ୍ୟେକ ବ୍ୟକ୍ତି ବଞ୍ଚିଛନ୍ତି। ଯେତେ ସମୀକ୍ଷା କରନ୍ତୁ, ମନ୍ଦିର ଯାଆନ୍ତୁ, ଭଜନ କୀର୍ତ୍ତନ କରନ୍ତୁ, ପୂଜା ପାଠ କରନ୍ତୁ, ସତ୍ସଙ୍ଗ କରନ୍ତୁ, ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ, ସାଧୁସଙ୍ଗ କରନ୍ତୁ, ଗୁରୁ ଆଶ୍ରିତ ହେଇକି ସାଧନା ବି କରନ୍ତୁ, ଧ୍ୟାନ କରନ୍ତୁ, ଜପ କରନ୍ତୁ, ପୂଜା ପାଠ କରନ୍ତୁ। ଦେଖନ୍ତୁ, ସବୁବେଳେ ମଣିଷ ଭିତରେ ମୁଁ ମୋର ଭାବ ରହୁଛି। ନିଜକୁ ସମୀକ୍ଷା କରି ଦେଖିବେ, ପ୍ରତ୍ୟେକଟି ମୁହୂର୍ତ୍ତରେ ଯେମିତି ସେ ଆମକୁ ଗ୍ରାସ କରି ରହିଛି। ଆମେ ଜାଣିପାରୁନେ ଏ ମୁଁଟା କିଏ। ଯେଉଁଦିନ ବ୍ୟକ୍ତି ନିଜର ପରିଚୟ ପାଇବ, ନିଜକୁ ଚିହ୍ନିବ, ନିଜକୁ ଜାଣିବ, ନିଜକୁ ଅନୁଭବ କରିବ ବାସ୍ତବରେ, ରିଅଲି ମୁଁ କିଏ? ମୁଁ ଏ ଶରୀର, ନା ମୁଁ ଏ ମନ, ନା ମୁଁ ଏ ଆତ୍ମା, ନା ମୁଁ ଏ ଶ୍ୱାସ ପ୍ରଶ୍ୱାସ? ମୁଁ କିଏ? ଯଦି ମୁଁ କିଏ ଏ ଶରୀର ଭିତରେ, ତାହେଲେ କେଇଟା ମୁଁ ଅଛି? ଗୁରୁଦେବ କହୁଥିଲେ, ଏ ଶରୀର ଭିତରେ ଦୁଇଟା ମୁଁ ଅଛି, ଗୋଟେ କଞ୍ଚା ମୁଁ, ଗୋଟେ ପାଚିଲା ମୁଁ। କଞ୍ଚା ମୁଁ ବୋଇଲେ ଆପଣ ଭୌତିକ ଜଗତର ଯେଉଁ ମୁଁଟା କହୁଛନ୍ତି, ମୁଁ ଜଣେ ପର୍ସନ, ମୋ ନାଁ ହରେ କୃଷ୍ଣ, ମୋର ଜାତି ବ୍ରାହ୍ମଣ, ମୋର ଶିକ୍ଷାଗତ ଯୋଗ୍ୟତା MSc, ମୁଁ ଚାକିରି କରିଛି, ମୋର ପୁଅ ଝିଅ, ମୋର ବନ୍ଧୁବାନ୍ଧବ, ମୋର ଏତେ ଜମିବାଡ଼ି କହୁଛି, ସେ ଗୋଟିଏ ମୁଁ। ଏଇ ମୁଁଟାକୁ କହନ୍ତି କଞ୍ଚା ମୁଁ। ସେଇ ମୁଁକୁ ନେଇ ସେ ଅହଙ୍କାର କରିଛି, ସେଇ ମୁଁକୁ ନେଇ ସେ ବଞ୍ଚିଛି, ସେଇ ମୁଁକୁ ନେଇକି ଜୀବନ ନିର୍ବାହ କରିଛି। ଏବେ ନୁହେଁ, କେବେଠାରୁ କରି ଚାଲିଛି ତାର ହିସାବ ନାହିଁ। ସେ କଞ୍ଚା ମୁଁକୁ କେବେଠାରୁ ଧାରଣ କରିକି ସେ ଆସିଛି। ଅନେକ ଥର ମଲେଣି, ଅନେକ ଥର ଜନ୍ମ ହେଲେଣି। ଏ ଜୀବନରେ ଦୁଇଟା କଥା ସତ୍ୟ, ଭଗବତ ଗୀତାରେ ଉଲ୍ଲେଖ ଅଛି, ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ, ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ।
ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ ହେଲେ ଜନ୍ମ ମଧ୍ୟ ନିଶ୍ଚିନ୍ତ। ଯଦି ମୃତ୍ୟୁ ହେଲେ ଜନ୍ମ ହୁଅନ୍ତା ନାହିଁ, ତାହେଲେ ଏତେ ପଶୁ ପକ୍ଷୀ ପ୍ରାଣୀ ଜୀବଜଗତ ପୁଣି ସୃଷ୍ଟି ହେଉଛନ୍ତି କେମିତି? ତେଣୁ ମଲେ ନିଶ୍ଚିନ୍ତ ଜନ୍ମ ହେଉଛନ୍ତି, ଜନ୍ମ ହେଲେ ନିଶ୍ଚିନ୍ତ ଭାବରେ ମରୁଛନ୍ତି। ତେଣୁ ସବୁବେଳେ ଆମେ ଆମର ପରିଚୟଟା ଜାଣିବା ଉଚିତ। ଆମର ପରିଚୟଟା କ'ଣ? ଯଦି ନିଜର ପରିଚୟଟାକୁ ଆପଣ ଜାଣିନାହାନ୍ତି, ଯେତେ ଜ୍ଞାନର ଅଧିକାରୀ ହେଲେ, ଯେତେ ଭୌତିକ ସମ୍ପତ୍ତିର ଅଧିକାରୀ ହେଲେ, ଯେତେ ଟଙ୍କା ପଇସା ଐଶ୍ୱର୍ଯ୍ୟର ଅଧିକାରୀ ହେଲେ, ଆପଣଙ୍କୁ ଶାନ୍ତି, ଆନନ୍ଦ, ପ୍ରେମ ଭାବଟା ମିଳିବ ନାହିଁ। କାରଣ ଏସବୁ ବିଷୟା ଏଇ ବିଷୟ ଯାହାଙ୍କ ଭିତରେ ପରିପୂର୍ଣ୍ଣ ଅଛି, ସେ କେତେବେଳେ ନିଜକୁ ଚିହ୍ନି ପାରିବ ନାହିଁ, ନିଜକୁ ଜାଣିପାରିବ ନାହିଁ। ବିଷୟା ଯାର ଲୋଚନ, ହରଇ ଆତ୍ମା ବୁଦ୍ଧି ଜ୍ଞାନ। ବିଷୟା ଯାହାର ଲୋଚନ, ବିଷୟକୁ ଯିଏ ଦେଖୁଛି ସବୁବେଳେ, ହରଇ ଆତ୍ମବୁଦ୍ଧି ଜ୍ଞାନ, ତାର ଆତ୍ମବୁଦ୍ଧି ଜ୍ଞାନ ହରଣ ହେଇଯିବ। ତେଣୁ ବିଷୟକୁ ଛାଡ଼ି ଆପଣ କ'ଣ ବଞ୍ଚିପାରିବେ? ବଞ୍ଚିପାରିବେ ନାହିଁ। ତେଣୁ ବିଷୟ ଭିତରେ ରହିକି ଆପଣ ନିଜକୁ ଚିହ୍ନିବାକୁ, ନିଜକୁ ଜାଣିବାକୁ, ନିଜର ପରିଚୟଟା ପାଇବା ପାଇଁ ଚେଷ୍ଟା କରିବେ। ମୋର ପରିଚୟ କ'ଣ? ପ୍ରକୃତ ମୁଁ ଜଣେ ପର୍ସନ୍, ଜଣେ ବ୍ୟକ୍ତି। ମୋର ଗୋଟେ ପର୍ସନାଲିଟି ଅଛି। ମୁଁ ଯେଉଁ ପର୍ସନ୍ ବୋଲି ଭାବୁଛି, ସେଟା କ'ଣ ପ୍ରକୃତ ମୁଁ ଗୋଟେ ପର୍ସନ୍? କ'ଣ ପର୍ସନ୍? ନା ମୁଁ ଶାରଦା, ଗୋଟେ ପରିଚୟ। ପୁଣି କ'ଣ? ନା ମୁଁ ପାଠ ଏତିକି ପଢ଼ିଛି। ଦେଖନ୍ତୁ, ମୁଁ ଜଣେ ପର୍ସନ୍। ମୁଁ ଯଦି ଶାରଦା କହୁଛି, କିଏ ମୋତେ ବି ବାପା ବି କହୁଛି। କାହାର ମୁଁ ବାପା, କାହାର ମୁଁ ଦାଦା, କାହାର ମୁଁ ମାମୁଁ, କାହାର ମୁଁ ସ୍ୱାମୀ, କାହାର ମୁଁ ଅଜା, କାହାର ମୁଁ ଦାଦା। ତେବେ ପର୍ସନ୍ ମୁଁ ତ ଜଣେ ବ୍ୟକ୍ତି, ପୁଣି ଏତେ କେମିତି ହେଲେ? ତେଣୁ ଆମେ ଏ କଥାକୁ ସମୀକ୍ଷା କରୁନେ। ଆମେ ଏତେ ଭଗବତ ମାୟାରେ ଜଡ଼ିତ ହେଇଯାଇଛେ ଯେ, ଭଗବତ ମାୟାରେ ଏତେ ପରିପୂର୍ଣ୍ଣ ହେଇକି ଅଛୁ ଯେ ଆମେ ନିଜକୁ ଚିହ୍ନି ପାରିନୁ, ନିଜକୁ ଜାଣିପାରିନୁ, ନିଜକୁ ଅନୁଭବ କରିପାରିନୁ। ଯାହା ଚିହ୍ନିଛୁ, ଯାହା ଜାଣିଛୁ, ଯାହା ଅନୁଭବ କରିଛୁ, ତାହା ମିଥ୍ୟା, ତାହା ସତ୍ୟ ନୁହେଁ। ଭାଗବତରେ ଲେଖା ଅଛି, ଯେତେ ଉଦ୍ଧବ ଶୁଣୁ ତୁ କର୍ଣ୍ଣେ, ଯିଏ ବା ଦେଖୁ ତୁ ନୟନେ, ଏ ସର୍ବ ସତ୍ୟ ନୁହେଁ କିଛି, କେବଳ ମାୟା ମାତ୍ର ଲକ୍ଷୀ। ଯେତେ ଉଦ୍ଧବ ଶୁଣୁଛୁ, ଯାହା ତୁ ଦେଖୁଛୁ, ଯାହା ତୁ କହୁଛୁ, ଯେତେ ଉଦ୍ଧବ ଶୁଣୁ ତୁ କର୍ଣ୍ଣେ, ଯିଏ ବା ଦେଖୁ ତୁ ନୟନେ, ଏ ସର୍ବ ସତ୍ୟ ନୁହେଁ କିଛି, କେବଳ ମାୟା ମାତ୍ର ଲକ୍ଷୀ। ଏସବୁ ମାୟା ବୋଲି ତୁ ଭଲ ଭାବରେ ଲକ୍ଷ୍ୟ କରିଥା, ତୁ ଭଲ ଭାବରେ ଜାଣିଥା, ଏ ସବୁ କିଛି ମାୟା। ଆମେ କଥା ପ୍ରସଙ୍ଗରେ କହୁ, ମୁଁ ଦେଖିଲେ କହିବି ନା ମୁଁ କ'ଣ ଦେଖି ନାହିଁ କହିବି? ଯେଉଁଟା ଦେଖିଛି ସେଇଟା କହିବି। ଯେଉଁଠି ପ୍ରସଙ୍ଗ ପଡ଼େ, ମୁଁ ତ ଶୁଣି ନାହିଁ କହିବି କି? ଯାହା ଶୁଣିଛି ତାହା କହିବି ନା। ଆଉ କଥା ପ୍ରସଙ୍ଗରେ ସମସ୍ତେ କହନ୍ତି, ଏଠି ଭାଗବତ ପ୍ରମାଣ ଦେଉଛି, ତୁ ଯାହା ଦେଖିଛୁ, ଯାହା ଶୁଣିଛୁ, ଯାହା କହୁଛୁ, ଏ ସବୁ ମିଛ। ତାହେଲେ ଆମେ ଏପର୍ଯ୍ୟନ୍ତ ନିଜର ପରିଚୟ ପାଇପାରିନେ।
କଞ୍ଚା ମୁହଁରେ ରହିଛେ, ପାଚିଲା ମୁହଁକୁ ଆମେ ଯାଇପାରିନେ। ଏବଂ ଯାହା ଦେଖୁଛେ ତାହା ବି ମିଛ, ଯାହା ଶୁଣୁଛେ ତାହା ବି ମିଛ, ଯାହା କହୁଛେ ତାହା ବି ମିଛ। ଦେଖନ୍ତୁ, ସମସ୍ତଙ୍କୁ ସତ ଭଲ ଲାଗେ, ମିଛ କଥା କାହାକୁ କେତେବେଳେ ଭଲ ଲାଗେ ନାହିଁ। ପିଲାଦିନେ ପ୍ରେୟାର ବୋଲା ହୁଏ, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଏମିତି ଧର୍ମ ଜଗତରେ ବା ଆଧ୍ୟାତ୍ମିକ ଜଗତରେ ବହୁତ କଥା ସମସ୍ତେ ଏମିତି କହି ଚାଲିଛନ୍ତି। ବହୁତ ଧର୍ମସଭାରେ, ବହୁତ ସତ୍ସଙ୍ଗ, ବହୁତ ପ୍ରବଚନ କାର୍ଯ୍ୟକ୍ରମ ଚାଲିଛି। ଯଦି ଭାଗବତ କହୁଛି ଯାହା ଶୁଣୁଛ ମିଛ, ଯାହା କହୁଛ ମିଛ, ଯାହା ଦେଖୁଛ ମିଛ, ତାହେଲେ ଏ ଯେତେ ଆଲୋଚନା ସବୁ ହଉଛି, ଏ ସମସ୍ତ ଆଲୋଚନା ତାହେଲେ ମିଛ। ଯାହା କହୁଛ ତାହା ବି ମିଛ, ଯାହା ଶୁଣୁଛ ତାହା ବି ମିଛ, ଯାହା ଦେଖୁଛ ତାହା ବି ମିଛ। ତେଣୁ ସମସ୍ତ କଥା ଗୁଡ଼ିକ ମିଛରେ ମିଛରେ ଚାଲିଛି। ଏଇଟା ବାବା କହୁନାହାନ୍ତି, ଭାଗବତରେ ଲେଖା ଅଛି। ଆପଣ ଶୁଣିଲେ, ଯେତେ ଉଦ୍ଧବ ଶୁଣୁତୁ କର୍ଣ୍ଣେ, ଝିଅ ବା ଦେଖୁତୁ ନୟନେ, ଏ ସର୍ବ ସତ୍ୟ ନୁହେଁ କିଛି, କେବଳ ମାୟା ମାତ୍ର ଲକ୍ଷୀ। ଯେତେକ ପ୍ରବଚନ ହେଉଛି, ପ୍ରବଚନ ଅର୍ଥ ପ୍ରଭୁ ବଚନ, ସତ୍ସଙ୍ଗ, ସତ ସହିତ କେମିତି ଆମେ ସଙ୍ଗ ବା ଯୁକ୍ତ ହେବା, ଯେଉଁଠି ହରି କଥା, କୃଷ୍ଣ କଥା ରହୁଛି, ଭଗବତ କଥା, ରାମ କଥା ରହୁଛି, ଭଗବାନଙ୍କର ଲୀଳା ପ୍ରସଙ୍ଗ ଉଚ୍ଚାରଣ ହେଉଛି ବା କଥା ଚାଲିଛି ବା ଭଜନ ଚାଲିଛି, ନାମ ଚାଲିଛି, ତାହେଲେ ସେଗୁଡ଼ିକ ସତ ନା ମିଛ? ନିଜେ ସମୀକ୍ଷା କରନ୍ତୁ, ସବୁଗୁଡ଼ାକ ମିଛ। ଯିଏ ଶୁଣିବେ ବଡ଼ ଆଶ୍ଚର୍ଯ୍ୟ ହେବେ, କହିବେ ଇଏ ବାବା କି ଶ୍ରଦ୍ଧାନନ୍ଦ ବାବା ନିଶ୍ଚିନ୍ତ କ'ଣ ନିଶା ଖାଇଛନ୍ତି। ଆଙ୍କ ମୁଣ୍ଡ ବିକୃତି ହେଇଯାଇଛି ଆଜି ସନ୍ଧ୍ୟାବେଳେ ମିଠା ପିଠା ଖାଇକି, ଆଉ ମୁଣ୍ଡ ଖରାପ ହେଇଯାଇଛି। ଆଉ କାରଣ ଯେଉଁଗୁଡ଼ିକ, ଯେଉଁ କଥାକୁ ବ୍ୟକ୍ତି ନିଜର ବିଚାରଧାରାକୁ ନେଇକି ବିଚାର କରିପାରେ ନାହିଁ, ନିଜ ମନକୁ ନେଇ ତାକୁ ମାପିପାରେ ନାହିଁ, ନିଜ ଜ୍ଞାନ ଦ୍ୱାରା ତାକୁ ଜାଣିପାରେ ନାହିଁ, ସେତିକିବେଳେ ସେ କ'ଣ କହେ? ମିଛ। ଯିଏ ଯାହା ଉପସ୍ଥାପନା କରୁଛନ୍ତି, ବାବା ଏଇଠି ଯାହା ଉପସ୍ଥାପନା କରୁଛନ୍ତି ବା ସତ୍ସଙ୍ଗରେ ଯେଉଁ ଉପସ୍ଥାପନା କରୁଛନ୍ତି, କି ପ୍ରବଚନରେ ଯାହା ଉପସ୍ଥାପନା କରାଯାଉଛି, କି ପ୍ରଭୁଙ୍କ ଲୀଳା ବିଷୟରେ ଯେଉଁଠି ଯାହା ଆଲୋଚନା କରାଯାଉଛି ବା କଥା ରଖାହେଉଛି, ସେ ଯିଏ ବକ୍ତା କହୁଛନ୍ତି, ସେଥିମଧ୍ୟରେ ବାବା ମଧ୍ୟ ଅନୁଭବର କଥା କହୁଛନ୍ତି, ତାକୁ ପ୍ରତ୍ୟକ୍ଷ କରି କହୁଛନ୍ତି, ତାକୁ ଶୁଣିକି କହୁଛନ୍ତି, ତାକୁ ପଢ଼ିକି କହୁଛନ୍ତି, ଆଉ ମନ ଭିତରେ ବିଚାର ଚିନ୍ତା କରି କହୁଛନ୍ତି। ତାକୁ କ'ଣ ପ୍ରତ୍ୟକ୍ଷ କରି କିଏ କେବେ କହିଛି? ପ୍ରତ୍ୟକ୍ଷ କରି କିଏ ଜଣେ କହିଛନ୍ତି, ଆସିଲା କେମିତି ସେ କଥାଟା? ତାପରେ ତୁମେ ତାକୁ ପ୍ରତ୍ୟକ୍ଷ କରିଛ କି? ତୁମେ ତାକୁ ପ୍ରତ୍ୟକ୍ଷ କରିନ, କିନ୍ତୁ କହି ଚାଲିଛ। ଲେଖୁଛ, କ'ଣ ଲେଖୁଛ ବି ଜାଣିନ, ଶୁଣୁଛ, କ'ଣ ଶୁଣୁଛ ବି ଜାଣିନ, କାରଣ ତୁମେ ନିଜର ପରିଚୟ ପାଇନ। ଯେତେବେଳେ ନିଜର ପରିଚୟଟା ପାଇବ, ନିଜକୁ ଜାଣିବ, ନିଜକୁ ଅନୁଭବ କରିବ, ନିଜକୁ
ଉପଲବ୍ଧି କରିବ, ସେତିକିବେଳେ ତୁମେ ଯାହା ଦେଖିବ ତାହା ସତ୍ୟ, ଯାହା କହିବ ତାହା ସତ୍ୟ, ଯାହା ଶୁଣିବ ତାହା ଲେଖୁନାହାନ୍ତି ତାହା ବି ସତ୍ୟ। ବୁଝିପାରିଲେ କଥା ପ୍ରସଙ୍ଗରେ? ଯାହା କହିବ ତାହା ସତ୍ୟ, ଯାହା ଦେଖିବ ତାହା ସତ୍ୟ, ଯାହା ଶୁଣିବ ତାହା ସତ୍ୟ। ତେଣୁ ଆମର ପ୍ରଥମ କଥା ହେଲା ନିଜର ପରିଚୟଟା ଆମେ କେମିତି ଜାଣିବା। ଯେପର୍ଯ୍ୟନ୍ତ ବ୍ୟକ୍ତି ନିଜର ପରିଚୟ ଜାଣିନାହିଁ, ସେ ପର୍ଯ୍ୟନ୍ତ ସୁଖ ଦୁଃଖ ଯନ୍ତ୍ରଣା କଷ୍ଟ ମାନ ଅପମାନ ନିନ୍ଦା ସ୍ତୁତିରେ ସେ ରହିବ, ସେଥିରୁ ମୁକ୍ତି ହେଇପାରିବ ନାହିଁ। ବ୍ୟକ୍ତି ଯେତେବେଳେ ନିଜର ପରିଚୟ ଜାଣିବ, ପ୍ରକୃତ ପରିଚୟ ପାଇବ, ସେ ନିନ୍ଦା ଦୁଃଖ ଯନ୍ତ୍ରଣା କଷ୍ଟ କେଉଁଥିରେ ସେ ଆଉ ରହିବନି, ପ୍ରଶଂସାରେ ବି ରହିବନି, ସ୍ତୁତିରେ ବି ରହିବ ନାହିଁ, ସବୁର ଊର୍ଦ୍ଧ୍ୱକୁ ସେ ଚାଲିଯିବ। ତାହେଲେ ନିଜର ପରିଚୟଟା କ'ଣ? ନିଜର ପରିଚୟଟା କ'ଣ ଆଉ ନିଜର ବ୍ୟକ୍ତିତ୍ୱଟା କ'ଣ, ପର୍ସନାଲିଟି କ'ଣ? କିଏ ଡକ୍ଟର, କିଏ ଇଞ୍ଜିନିୟର, କିଏ ଲେକ୍ଚର, କିଏ IAS, କିଏ OAS, କିଏ ପ୍ରାଇମ୍ ମିନିଷ୍ଟର, କିଏ ପ୍ରେସିଡେଣ୍ଟ, ଏଇଟା ନିଜର ପର୍ସନାଲିଟି। ପର୍ସନ ପାଖରେ ପର୍ସନାଲିଟି ଥାଏ, ଆମେ କିନ୍ତୁ ସମସ୍ତଙ୍କ ପାଖରେ ପର୍ସନାଲିଟି ନାହିଁ। ପର୍ସନାଲିଟି କେତେ ଲୋକଙ୍କ ପାଖରେ ଅଛି ଏବଂ ତାକୁ ପୁଣି ସମୀକ୍ଷା କରି ଦେଖିଲେ କାହା ପାଖରେ ଛୋଟ ପର୍ସନାଲିଟି ଅଛି, କି ଗୋଟେ ଭଲ ଘାସ କଟାଳି, କି ଗୋଟେ ଭଲ ୱାର୍କର, କାମ କରିପାରେ, ଏମିତି ଅନେକ ଛୋଟ ବଡ଼ ପର୍ସନାଲିଟି ରହିଛି। କିନ୍ତୁ ସେଇ ଯେଉଁ ପର୍ସନାଲିଟି ରହିଛି, ସେଇ ଯେଉଁ ବ୍ୟକ୍ତିତ୍ୱଟା ରହିଛି, ତାହା କ'ଣ ସତ୍ୟ? ସେ ଆଜି ଅଛି କାଲି ନାହିଁ। ଯେହେତୁ ସେ କଞ୍ଚା ମୋର ପର୍ସନାଲିଟି, ପାଚିଲା ମୋର ପର୍ସନାଲିଟି ନୁହଁ, ଅସଲି ମୋର ପର୍ସନାଲିଟି ନୁହେଁ, ସେ କେତେବେଳେ ରହିବ ନାହିଁ। ତେଣୁ ଆମେ ନିଜକୁ ଚିହ୍ନିବା, ନିଜକୁ ଜାଣିବା, ନିଜକୁ ଅନୁଭବ କରିବା। ମୁଁ କିଏ, କେଉଁଠି ଥିଲି, କେଉଁଠାକୁ ଆସିଛି, କ'ଣ କରିବାକୁ ଆସିଛି, କେଉଁଠାକୁ ଯିବି। କେତେ ଜଣଙ୍କ ମନ ଭିତରେ ଏ ପ୍ରଶ୍ନ ଆସିଛି ଜୀବନକାଳ ଭିତରେ, ସେ ନିଜେ ତାର ଉତ୍ତର ପାଇଛି, ତା ପିଲା ଛୁଆଙ୍କୁ ସେ କଥାର କହିଛି, ତାର ପରିବେଶକୁ, ତା ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କେତେବେଳେ ସେ କଥା କହିଛି। ଜୀବନଟାକୁ ସରସ ସୁନ୍ଦର ଆନନ୍ଦ ପ୍ରେମମୟ କରିବାକୁ ହେଲେ, ସମସ୍ତ ଦୁଃଖ ଯନ୍ତ୍ରଣା କଷ୍ଟରୁ ମୁକ୍ତି ପାଇବାକୁ ହେଲେ ଆମକୁ କେତେ ଗୁଡ଼ିଏ ବିଷୟରେ ଜ୍ଞାନ ଲାଭ କରିବାକୁ ପଡ଼ିବ। କେମିତି ଜୀବନଟା ଆନନ୍ଦ ଆଉ ପ୍ରେମମୟ ହେବ, ସେଠି ଦୁଃଖ ରହିବ ନାହିଁ, ଯନ୍ତ୍ରଣା ରହିବ ନାହିଁ, କଷ୍ଟ ରହିବ ନାହିଁ, ମାନ ଅପମାନ ରହିବ ନାହିଁ, ଲାଭ କ୍ଷତି ରହିବନି, କିଛି ରହିବ ନାହିଁ। ତାହେଲେ ନିଜର ପରିଚୟ କେମିତି ଜାଣିବେ? ସେଥିଲାଗି ଆପଣ ଭଲ ଭାବରେ ଭଗବତ ଗୀତା ଭାଗବତକୁ ପାଠ କରନ୍ତୁ। ଜ୍ଞାନୀ ଆଉ ତତ୍ତ୍ୱଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରନ୍ତୁ। ଯେଉଁଠି ଯାଇ ପହଞ୍ଚିଲେ ଲୋକ ସେଠି ଦୀକ୍ଷା ନେଇଯାଉଛନ୍ତି। ସମସ୍ତେ ନୁହେଁ, କିଛି ଲୋକ ଦୀକ୍ଷା ଗ୍ରହଣ କରୁଛନ୍ତି। ସେମାନେ ତା ପୂର୍ବରୁ ଭଲ ଭାବରେ ଶାସ୍ତ୍ର ଅଧ୍ୟୟନ କରିବା କଥା, ଭଲ କି ସାଧୁସଙ୍ଗ କରିବା କଥା ଏବଂ ଭଲ ଭାବେ ଗୁରୁଙ୍କର କ'ଣ କ'ଣ ଲକ୍ଷଣ ଅଛି ଭଲ ଭାବରେ ଜ୍ଞାତ ହେଇ ଦୀକ୍ଷା ଗ୍ରହଣ କରିବାଟା ଉଚିତ। ଯେଉଁ ଗୁରୁ ତୁମକୁ ଚିହ୍ନେଇ ଦେବ, ଜଣେଇ ଦେବ, କହିଦେବ, ତୁମର ପରିଚୟଟା ପ୍ରଦାନ କରିଦେବ, ତୁମ ଦୀକ୍ଷା ଅର୍ଥ ନବଜନ୍ମ, ଦୀକ୍ଷା ଅର୍ଥ ଜ୍ଞାନ ଚକ୍ଷୁର ଉନ୍ମିଳନ, ଦୀକ୍ଷା ଅର୍ଥ ନିଜର ସ୍ୱରୂପରେ ଅବସ୍ଥାପନ।
କ'ଣ ମୋର ସ୍ୱରୂପ? ନା ମୁଁ ସେଇ ଆତ୍ମା। ମୁଁ ଦେହ ନୁହେଁ ଦେହୀ, ମୁଁ ବଡି ନୁହେଁ ସୋଲ୍। କେଉଁଠି କଥା ଲେଖା ଅଛି? ନା ଭଗବତ ଗୀତାର 15 ଅଧ୍ୟାୟ ପୁରୁଷୋତ୍ତମ ଯୋଗରେ ଲେଖା ଅଛି, ମହିମୀମାଂସ ଜୀବଲୋକ ଜୀବଭୂତ ସନାତନ ମନ ଷଷ୍ଠୀନ୍ଦ୍ରାଣୀ ପ୍ରକୃତି ସ୍ଥାନେ କର୍ଷତି। ମହିମୀମାଂସ ଜୀବଲୋକ ଜୀବଭୂତ ସନାତନ, ପ୍ରତ୍ୟେକ ପ୍ରାଣୀ ମୋର ଅଂଶ ବିଶେଷ। ପୁଣି ଲେଖା ଅଛି, ସକଳ ଜୀବେ ନର ହରି ବସଇ ଆତ୍ମା ରୂପ ଧରି। ଭାଗବତରେ ସକଳ ଜୀବେ ନର ହରି ବସଇ ଆତ୍ମା ରୂପ ଧରି। ସକଳ ଭୂତେ ବାସ ମୋର, ମୁଁ ଆତ୍ମା ଜଗତ ଈଶ୍ୱର। ମୁଁ ଏ ଦୁନିଆଟା କେବଳ ଆତ୍ମାମୟ। ମୁଁ ଆତ୍ମା ଜଗତ ଈଶ୍ୱର। ଏ ଜଗତଟା ପୁରା ଈଶ୍ୱରମୟ। ବଡ଼ କଥା, ଲୋକ ମନ୍ଦିର ଯାଉଛି, ଅଣି କି ଛୁଟି? ବଡ଼ଦିନ ଛୁଟି, ଏକ୍ସମାସ୍ ହଲିଡେ କହନ୍ତି ନା କ'ଣ? ଆମର ତ ସବୁ ମନେ ଗଲାଣି, ଯିବା ସମୟ ହେଲାଣି, ଟିକେଟ କଟା ହେଲାଣି, ଆମକୁ ଯିବାକୁ ପଡ଼ିବ। ତେଣୁ ଏସବୁ କଥା ମେମୋରି ଭିତରେ କ'ଣ ଆଉ ରହୁଛି? ତେଣୁ ଏଇ ବଡ଼ ଦିନରେ, ଛୁଟି ଦିନରେ କିଏ କେତେ ଆଡ଼େ ବୁଲି ଯାଉଛନ୍ତି, ପିକନିକ୍ କରୁଛନ୍ତି, ବଣଭୋଜି କରୁଛନ୍ତି, ଉତ୍ସବ କରୁଛନ୍ତି, ସମସ୍ତ ପ୍ରକାର ନନଭେଜ ନିଶା ଖାଇ ସମସ୍ତେ ମତୁଆଲ ହେଇଯାଇଛନ୍ତି। ସମସ୍ତେ ନିଜର ଜ୍ଞାନକୁ ହରେଇ ବସିଛନ୍ତି। ନିଜର ଜ୍ଞାନକୁ ହରେଇ ବସିଛନ୍ତି। କାହାର ହିତାହିତ ଜ୍ଞାନ ନାହିଁ। କହନ୍ତି ନାଇଁ କିରେ, ନନ୍ ସେନ୍ସଟା, ତା ଅର୍ଥ କ'ଣ? ତୋର ସେନ୍ସ ନାଇଁ କି? ନନ୍ ସେନ୍ସ। କଥା ଭିତରେ କିଏ ଉଠିବ ନାହିଁ, କିଏ ଯିବ ନାହିଁ, ଯିଏ ଯିବ ସେ ଆସିବନି। କଥାଟା ଗୋଟେ ଭାବରାଜ୍ୟରୁ, ଭକ୍ତି ଜଗତରୁ କଥାଟା ଆସୁଛି। ସେଇ ପରିବେଶରେ ଡିଷ୍ଟର୍ବ କଲେ ଭଲ ଲାଗେ ନାହିଁ, ସେଇ ଭାବ ଆଉ ରହିବ ନାହିଁ। ତେଣୁ ନନ୍ ସେନ୍ସ, ତୋର ସେନ୍ସ ନାହିଁ କିରେ? ସେନ୍ସର ତ ମଣିଷର ଆକ୍ଚୁଆଲି ସେନ୍ସ ନାହିଁ। ଅଚେତନ ଅବସ୍ଥାରେ ସେ ରହିଛି, ଚେତନ ଅବସ୍ଥାରେ ନାହିଁ। କାରଣ ସେ ପାଚେଲା ମୋର ପରିଚୟ ପାଇନାହିଁ, କଞ୍ଚା ମୋର ପରିଚୟ ଅଛି, ଏବଂ ମୋର କିଏ ସେ ବି ଜାଣିନାହିଁ, ମୁଁ କିଏ ବି ଜାଣିନାହିଁ। ତେଣୁ ପ୍ରଥମ କଥା ହେଉଛି, ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିବା ପୂର୍ବରୁ ନିଜର ପରିଚୟଟା, ନିଜର ଆଡ୍ରେସଟା, ନିଜର ଠିକଣାଟାକୁ ଆଗ ଜାଣ। ଯେମିତି କ୍ଷୀର ଭିତରେ ଘୃତ ଅଛି, ତିଳ ଭିତରେ ତୈଳ ଅଛି, କାଠ ଭିତରେ ଅଗ୍ନି ଅଛି। ଆପଣ ପଢ଼ିକି ଜାଣିଛନ୍ତି, ଶୁଣିକି ଜାଣିଛନ୍ତି, କେବେ ତାକୁ ପ୍ରାକ୍ଟିକାଲ କରି, ପ୍ରକ୍ରିୟା କରିକି ବାହାର କରି ଦେଖିଛନ୍ତି କି? ସମସ୍ତେ ଭଗବାନଙ୍କର କଥା କହୁଛନ୍ତି, ଆତ୍ମା କଥା କହୁଛନ୍ତି, ବାବା ମଧ୍ୟ କହୁଛନ୍ତି, କିନ୍ତୁ ପ୍ରତ୍ୟକ୍ଷ କେତେ ଜିନିଷ ହେଇଛି? କାହାର ପ୍ରତ୍ୟକ୍ଷ ହେଇଛି? ଯଦି ଯାହାର ପ୍ରତ୍ୟକ୍ଷ ହେଇଛି, ସେ କ'ଣ ଯିବ ଏଇ ସଭା ସମିତିରେ ବସିକି କଥା କହିକି ଟଙ୍କା ଆଣିବା ପାଇଁ? ରାତି କେବେ 50,000 ହେଲାଣି ଓଡ଼ିଶାରେ। ବୃନ୍ଦାବନ, ଦିଲ୍ଲୀ, ଅଲଗା ଜାଗା ମାନଙ୍କରେ 7 ଲକ୍ଷ, 8 ଲକ୍ଷ, 10 ଲକ୍ଷ 2 ଘଣ୍ଟା କଥା କହିବେ, 10 ଲକ୍ଷ ଟଙ୍କା ଲୋକ ଆଣୁଛନ୍ତି କଥାକାର। ଠିକ୍ ଅଛି, 10 ଲକ୍ଷ ନିଅ, କୋଟିଏ ନିଅ, ଯାହା ନେଉଛ ନିଅ, ତମର ସ୍ୱଭାବ ପରିବର୍ତ୍ତନ ହେଇଛି ତ? ଯଦି ସଂସାରରେ ଦୁଇଟି ଜିନିଷ ଘୋର ମାୟା, ସମସ୍ତେ କହିଛନ୍ତି, କ୍ରିୟା ଯୋଗ ପରମ୍ପରାରେ ବି କୁହାହେଇଛି, ସବୁ ଜାଗାରେ ଲେଖା ଅଛି, କାମିନୀ ଆଉ କାଞ୍ଚନ।
ଫାଷ୍ଟ ହେଉଛି କାଞ୍ଚନ ମୂଳାଧାରର ଚିନ୍ତା, ତାପରେ ସ୍ୱାଧିଷ୍ଠାନର କାମିନୀ, ଏଇଟା ହେଉଛି ମୂଳାଧାରଟା ହେଉଛି ପୃଥିତତ୍ତ୍ୱ, ସ୍ୱାଧିଷ୍ଠାନଟା ହେଉଛି ଜଳତତ୍ତ୍ୱ। ତତ୍ତ୍ୱପୂର୍ଣ୍ଣ କଥା ଟିକେ ଆସିଲା। ଏ ଦୁଇଟା ଭାରି ବହୁତ ଓଜନ। ଏ ମୂଳାଧାର ଚକ୍ର ତଳେ ମଣିଷର ସମସ୍ତ ଏନର୍ଜିଟା, ଶକ୍ତିଟା ଠୁଳ ହେଇଅଛି। ତାର ଯେତିକି ଶକ୍ତି ତା ଭିତରେ ଅଛି, ତାର 5% ଏନର୍ଜି ତାର କାମ କରୁଛି କି ନ କରୁଛି। 95% ଏନର୍ଜି ତାର କ'ଣ ଅଛି? ସୁପ୍ତ ଆକାରରେ ଅଛି, ଯାହାକୁ ଆମେ କହୁଛେ କ'ଣ ନା କୁଣ୍ଡଳିନୀ ଶକ୍ତି ବା ସର୍ପେଣ୍ଟ ପାୱାର। ଇଂଲିଶରେ କହନ୍ତି ସର୍ପେଣ୍ଟ ପାୱାର। ସାପ ଦେଖିଛନ୍ତି କେତେବେଳେ ସିଧା ଶୁଏ କି? ଗୋଲାକୃତି ହେଇକି ସବୁବେଳେ ରହିଥିବ। ଯେତିକ ଏନର୍ଜି ଶକ୍ତିଟା ଯେତେ ଦେଖିବେ ୱେୟାର ବାଇଡିଂ ହେଇଥିବ, ସବୁ ଗୋଲାକାର, ସବୁଟା ଗୋଲାକାର। ଭଗବାନ ସୁଦର୍ଶନ ଚକ୍ର ଧରିଥିଲେ, ସେ ବି ଗୋଲାକାର। ଶକ୍ତିଟା ସବୁବେଳେ ଗୋଲାକାର। ଜଗନ୍ନାଥଙ୍କର ଆଖି ଦେଖୁନାହାନ୍ତି କେତେ ଗୋଲାକାର। ସେଇଭଳି ସେ ଶକ୍ତିଟି ମୂଳାଧାର ଚକ୍ରର ତଳେ ଅଛି। ଯିଏ ଦୁଇଟି କଥାକୁ ଜୀବନରେ ତ୍ୟାଗ କରିଦେଇପାରିବ, ସେ ଭଗବାନ ହେଇଯିବ। କଥା ରହିଯାଇଛି, ଗୋଟିଏ କଥାରୁ ଅନେକ କଥା ଆସୁଛି। ଏହି ପ୍ରସଙ୍ଗ ଆମେ ଆଲୋଚନା କରୁଥିଲୁ ନାଉଗାଁ ସତ୍ସଙ୍ଗ ଆଶ୍ରମରେ, ସତ୍ୟାନନ୍ଦ ବାବାଙ୍କ ଆଶ୍ରମରେ। ଗୋଟିଏ କଥା କହି ହେଉନି, ମଣିଷ ନିଜର ପରିଚୟଟାକୁ ସେ ଆଗ ଜାଣୁ। ମୁଁ କିଏ ମୁଁ ଜାଣିନାହିଁ। ଯାହାକୁ ଯୋଉଠି ଦେଖ ବସି କଥାବାର୍ତ୍ତା ହେଉଛନ୍ତି, ଯାହାକୁ ଯୋଉଠି ଦେଖ, ସାଧୁ ସନ୍ଥ ବି ମାନେ ବସି ଦେଖ। ଆରେ କୌଣସି କଥାର ମୂଲ୍ୟ ଅଛି? ଜିଣିମ ବଚନ ପବନ, ଯୋଗ ଅଭ୍ୟାସୀ ଦୃଢ଼ ମନ। ଜିଣିମ ବଚନ ପବନ। ବଚନ ପବନକୁ କ'ଣ ଆମେ ଜିଣୁଛେ? ଯଦି ଆମେ ଯୋଗ ଅଭ୍ୟାସ କରିବା, ଯୋଗ ଅର୍ଥ ଯୁକ୍ତ ହେବା, ଯୋଗ ଅର୍ଥ ମିଳନ ହେବା, ଯୋଗ ଅର୍ଥ ଟୁ ଜଏନ୍ ଟୁ ଆଡ୍ କାହାଗ ସହିତ। ଏଇ ଯେଉଁ ବହିର୍ମୁଖୀ ମନ, ଆକୁ ଆମେ ଅନ୍ତର୍ମୁଖୀ କରିବା। ନିଜ ଭିତରେ ଭଗବାନ ଅଛନ୍ତି ବା ପରମାତ୍ମା ପରମ ବ୍ରହ୍ମ ଅଛନ୍ତି, ଆମେ ତାଙ୍କ ପାଖରେ ମନକୁ ରଖିବାଟା ହେଉଛି ଯୋଗ। ଆଜିକାଲି ସମସ୍ତେ କ'ଣ କରୁଛନ୍ତି? ଦେହ ସୁସ୍ଥ ପାଇଁ ଯୋଗ ଅଭ୍ୟାସ କରୁଛନ୍ତି। ସେଇଟା ଯୋଗ ନୁହେଁ, ସେଇଟା ହେଉଛି ଆସନ। ଏବଂ ତାକୁ କେତେ ଲୋକ ହଟ ଯୋଗ କହନ୍ତି, ଯାହାକୁ ଅଭ୍ୟାସ କଲେ ଦେହ ଭଲ ରହେ, କିନ୍ତୁ ମନ ଭଲ ରହେ ନାହିଁ। କାରଣ ଯାହାର ଦେହ ଭଲ ଅଛି, ତାର ମନଟା କ'ଣ ଭଲ ଅଛି? କେତେବେଳେ ମନ ଭଲ ନାହିଁ। ମନ ଭଲ କରିବାକୁ ହେଲେ କ'ଣ କରିବାକୁ ପଡ଼ିବ? ନା ମନକୁ ବହିର୍ମୁଖୀରୁ ଅନ୍ତର୍ମୁଖୀ କରିବାକୁ ପଡ଼ିବ। ଅନ୍ତର୍ମୁଖୀ ଅର୍ଥ ଶ୍ୱାସ ପ୍ରଶ୍ୱାସରେ ମନକୁ ରଖିବାକୁ ପଡ଼ିବ, ଆଜ୍ଞାରେ ମନକୁ ରଖିବାକୁ ପଡ଼ିବ, ସହସ୍ରାରେ ମନକୁ ରଖିବାକୁ ପଡ଼ିବ। କଥା ରହିଯାଇଛି। ତେଣୁ ସେଇ ଅର୍ଥଟା ଯଦି ଆମେ ନେଉଛେ ଭଗବତ କଥା କହି, ଭଗବତ ପ୍ରସଙ୍ଗ କହି, ସେଥିରେ ମଧ୍ୟ ବାବା। ତେଣୁ ଆମେ ଜାଣିଛେ କ'ଣ? କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ, ହୋଇଛି ସକଳ ଚିତ୍ତ, ଅନିତକୁ ନିତ୍ୟମଣି ବିଶ୍ୱଜନେ, ସାଧନ୍ତି ନିଜ ଅହିତ। କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ, ହୋଇଛି ସକଳ ଚିତ୍ତ। ସମସ୍ତଙ୍କର ଚିତ୍ତ କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହେଇଯାଇଛି। ଅନିତକୁ ନିତ୍ୟମଣି,
ଏ ଦୁନିଆରେ ଭଗବାନଙ୍କୁ ଛାଡ଼ିଦେଲେ ସବୁକିଛି ଅନିତ୍ୟ, ତାକୁ ନିତ୍ୟ ମଣୁଛି। ସାଧନ୍ତି ନିଜ ଅହିତ, ନିଜର ଅହିତ ଚିନ୍ତା ସେ ସବୁବେଳେ କରୁଛି। ସେ କିନ୍ତୁ କହୁଛି କ'ଣ ନା ସେ ମୋ ଲୋକଟା ମୋର ଅହିତ ଚିନ୍ତା କଲା, ସେ ଲୋକଟା ମୋର ଅହିତ ଚିନ୍ତା କଲା, ସେ ଲୋକଟା ମୋର ହିତ ଚିନ୍ତା କେହି ଏ ସଂସାରରେ କରୁନାହାନ୍ତି। ଏରେ ତୁମେ ତୁମର ହିତ ଚିନ୍ତା କଲଣି? ମୂଳାଧାର ଉପରେ ସ୍ୱାଦିଷ୍ଟାନ କାମ ଚିନ୍ତା ଆସୁଛି। ଲୋକ ଜାଣୁଛି ଏଇଟା ବିଷ, ଲୋକ ଜାଣୁଛି ଏଇଟା ଅଗ୍ନି, କିନ୍ତୁ ପଶ୍ଚାତପଦ ହଉନାହିଁ। ହାତ ମାରୁଛି, ସେଥିରେ ପ୍ରବେଶ କରୁ, ଜାଣୁଛି ମୁଁ ଅଗ୍ନିରେ ପଶିଲେ ପୋଡ଼ିଯିବି, କିନ୍ତୁ ପଶୁଛି। ଜାଣୁଛି ୟାକୁ ଧରିଲେ ମୋତେ ସର୍ପଦଂଶନ କରିବ, ତାକୁ ଧରୁଛି। ତାହେଲେ ଜ୍ୱାଳା ପାଉଛି କେମିତି, ଦୁଃଖ ପାଉଛି କେମିତି, ଯନ୍ତ୍ରଣା ପାଉଛି କେମିତି, କଷ୍ଟ ପାଉଛି କେମିତି? ସବୁ ଅହଙ୍କାରରୁ, ଅଜ୍ଞାନତାରୁ। ଯେତେବେଳେ ବ୍ୟକ୍ତି ନିଜର ପରିଚୟ ପାଇବ, ପ୍ରଥମେ ନିଜର ପରିଚୟ, ମୁଁ ସେଇ ପରମାତ୍ମା ପରମ ବ୍ରହ୍ମଙ୍କର ଅଂଶ ବିଶେଷ। ଯେତେବେଳେ ଭଗବାନ ବ୍ରହ୍ମରନ୍ଧ୍ର ଦେଇ ଆତ୍ମା ତମ ଶରୀର ଭିତରେ ପ୍ରବେଶ କରୁଛି, ଆଜ୍ଞା ସହସ୍ର ଦେଇ ପ୍ରବେଶ କରେ, ବା ବ୍ରହ୍ମରନ୍ଧ୍ର ଯାହାକୁ ସହସ୍ର ତାକୁ ବ୍ରହ୍ମରନ୍ଧ୍ର ସ୍ଥୂଳରେ କୁହାହେଉଛି। ତତ୍ତ୍ୱଗୁରୁ ଜ୍ଞାନୀ ଗୁରୁ ପାଖରେ ବସିଲେ କହିଦେବେ ସହସ୍ରଟା କେଉଁଠି, ବ୍ରହ୍ମରନ୍ଧ୍ରଟା କେଉଁଠି। ଜାଣିଥାଅ, ଛୋଟ ପିଲାର ଯେଉଁଠି ଦୁକୁଦୁକି ସ୍ଥାନ ସେଇଟା ନରମ ଥାଏ, ସଫ୍ଟ ଥାଏ, ସେଇଟାକୁ ବ୍ରହ୍ମରନ୍ଧ୍ର କହନ୍ତି। ସେଇ ବାଟେ ପ୍ରବେଶ କରୁଛି ଆତ୍ମା। ଯେତେବେଳେ ଆତ୍ମା ପ୍ରବେଶ କରି ଆଜ୍ଞାରେ ପହଞ୍ଚି ଯାଉଛି, ସେଇଠି ତ୍ରିଗୁଣ ରଜ୍ଜୁରେ ବାନ୍ଧି ହେଇଯାଉଛି। ସତ ରଜ ତମ ରଜ୍ଜୁରେ, ତ୍ରିଗୁଣ ରଜ୍ଜୁରେ ବାନ୍ଧି ହେଇଯାଇ ନିଜକୁ ଜୀବାତ୍ମା ବୋଲଉଛି। ସେ ଗୋଟେ ପର୍ସନ ବୋଲି ଭାବୁଛି, ସେ ନିଜକୁ ଆତ୍ମା ବୋଲି ଭାବୁନାହିଁ। କଥା ଏଇଠି ରହିଲା, କ'ଣ ରହିଲା ନା ଯେତେବେଳେ ସେ ଆଜ୍ଞାକୁ କ୍ରସ୍ କରିବ, ଯେତେବେଳେ ସେ ଆଜ୍ଞାକୁ କ୍ରସ୍ କରିବ, ସେତିକି ବେଳେ ସିଏ ଆତ୍ମା ବୋଲେଇବ। ତାହେଲେ କେଉଁ ସାଧକ ସାଧିକା ଆତ୍ମାକୁ କେମିତି କ୍ରସ୍ କରାଯାଏ ଜାଣିଛ କି? ଭୁଲ କହିଲି। ଆଜ୍ଞାକୁ କେମିତି କ୍ରସ୍ କରାଯାଏ ଜାଣିଛ କି? ଆମର ତ ରାତି ପାଇଲେ ଅର୍ଥ ଚିନ୍ତା, ଅର୍ଥ ନ ଆସିଲେ କେଉଁଠି ସେକ୍ସ ଥଟ୍ସ ଆସିବ, ଉପଭୋଗ କରିବାକୁ, ବାହା ହେବାକୁ ଇଚ୍ଛା ହେବ। ଯାହା ପେଟ ପୋଡ଼ି ଯାଉଥିବ, ଯାହାର ଘର ନଥିବ, ଯାହାର ଖାଇବାକୁ ନଥିବ, ଯାହାର ପିନ୍ଧିବାକୁ ନଥିବ, ଯିଏ ଭିକାରୀ ହେଇଥିବ ଆମ ଭଳି ଭିକ ମାଗୁଥିବ, ରାତି ପାଇଲେ ସେ ବାହା ହେବାକୁ ମନେ କରିବ? ମୂର୍ଖ କ'ଣ ବାହା ହେବ? ତାର କିଛି ନଥିବ, କ'ଣ ମୁଁ ବାହା ହେବି, କାହିଁକି ବିବାହ ହେବି, ମୋର ତ ଘର ନାହିଁ, ଦ୍ୱାର ନାହିଁ, ଆଉ ଟଙ୍କା ପଇସା ନାହିଁ, ଜମିବାଡ଼ି ନାହିଁ, ମୁଁ ଆଣି କେମିତି ପୋଷିବି? ବାହା ହେବାର ଇଚ୍ଛା ଥିଲେ ବି ସେ ବିବାହ ହେଇପାରିବ ନାହିଁ। ଉପଭୋଗର ଲାଳସତା ଭିତରେ ଥିଲେ ମଧ୍ୟ ସେ ବିବାହ ହେଇପାରିବନି। କାରଣ ତମେ କେତେ ଗୁଡ଼ିଏ ଜିନିଷର ଆବଶ୍ୟକତା ରହିଛି ନା। ତେଣୁ ସାଧୁସନ୍ଥମାନେ ଜନ୍ମ ଜନ୍ମାନ୍ତର ସାଧନା ସୁସଂସ୍କାର ଯାହା ଭିତରେ ସଞ୍ଚିତ ଅଛି, ସେ କେବେ ଅର୍ଥ ପାଇଁ ଚିନ୍ତା କରନ୍ତି ନାହିଁ। ଯେହେତୁ ଅର୍ଥ ଚିନ୍ତା ନାହିଁ, ସେହେତୁ କାମ ଚିନ୍ତା ନାହିଁ। ଯିଏ ଖାଇବାକୁ ପାଉନାହିଁ, ଆପଣମାନେ ସର୍ଭିସ୍ କରୁଛନ୍ତି, କାହାର ଦିନକୁ 10,000, କାହାର 15,000, କାହାର 500, କାହାର 1,000, କାହାର 2,000, ଆପଣଙ୍କର କ'ଣ ଅଛି? କାହାର ଜମିବାଡ଼ି ଅଛି, ଧାନ ଫସଲ ଅଛି, ସବୁ ଉତ୍ପାଦନ ହେଉଛି, କିଏ ଗାଈ ରଖି ଦୁଇଁକି କ୍ଷୀର ବିକ୍ରି କରୁଛି, କିଏ ଦୋକାନ କରିଛି, ସମ୍ବଳ ରଖିଛି ନା, ତାର ପର୍ସନାଲିଟି ଅଛି। ତେଣୁ ଆମେ ତ ପର୍ସନ ନୁହେଁ, ଆମର ପର୍ସନାଲିଟି ନାହିଁ। ସାଧୁମାନଙ୍କର, ସାଧୁମାନେ କ'ଣ ଗୋଟେ ପର୍ସନ? ତାଙ୍କର କ'ଣ ପର୍ସନାଲିଟି ଅଛି? ତ
ତେଣୁ ତାଙ୍କର କେମିତି ଇଚ୍ଛା ହେବ। ତେଣୁ ଧନୀ ମୋ ନାହିଁ ପ୍ରୟୋଜନ, ଏଣୁ ଦରିଦ୍ର ମୋ ଜୀବନ। ମୋ ଜୀବନଟା ହେଉଛି ଦରିଦ୍ର। ଦରିଦ୍ରକୁ କିଏ ପଚାରେ? ଆଜିକାଲି ସାଧୁ ସନ୍ଥ କିଏ ପଚାରୁଛନ୍ତି? ଯେଉଁ ସାଧୁ ସନ୍ଥ କାହାର କାମନା ବାସନା ଯଦି ପରିପୂର୍ଣ୍ଣ କରିଦେଉଥିବେ ସାଧନା ଦ୍ୱାରା, ସିଦ୍ଧି ଦ୍ୱାରା, ସେଇଠି ଭିଡ଼ ଜମିବ। କେତେଜଣ ସାଧୁଙ୍କ ପାଖରେ ଆସି ପହଞ୍ଚି କହିଛନ୍ତି, ହେ ମହାଶୟ, ହେ ଗୁରୁଦେବ, କି ହେ ମହାତ୍ମା, ମୁଁ କେମିତି ନିଜର ପରିଚୟ ପାଇବି? କେହି ଜଣେ ଆଶ୍ରମରେ ଆସି, ତୁମେମାନେ ଯେତେଜଣ ଉପସ୍ଥିତ, ଯେତେଜଣ ଏଇ ସତ୍ସଙ୍ଗ ଶୁଣିବେ, ମନରେ ପ୍ରଶ୍ନ ଉଠିଛି, ଦ୍ୱାର ଦ୍ୱାର ବୁଲିଛ, ମୋର ପରିଚୟ କ'ଣ? ମୁଁ ଦିନେ ଯିବି ଏବଂ ସେ ଯିବାବେଳର ଅବସ୍ଥାଟା କେମିତି ତାହା ବି ଜଣା ନାହିଁ। ସର୍ପାଘାତରେ ହେବ, କି ଘଡ଼ଘଡ଼ି ପଡ଼ିବ, କି ଗାଡ଼ି ଆକ୍ସିଡେଣ୍ଟ ହେବ, କି ହାର୍ଟ ଆଟାକ୍ ହେଇଯିବ, କିଏ ମର୍ଡର କରିଦେବ, କିଛି ମାନେ ନାହିଁ। ଅନସର୍ଟନ ଲାଇଫ୍। ସେଇଥିରେ କେତେ ଗର୍ବ, କେତେ ଦମ୍ଭ, କେତେ ଅହଙ୍କାରରେ ମଣିଷ ପରିପୂର୍ଣ୍ଣ ଅଛି। କିଏ କହୁଛି ମୁଁ ଏତେ ପାଠ ପଢ଼ିଛି, କିଏ କହୁଛି ମୁଁ ଏତେ ଭାଷା ଶିଖିଛି, କିଏ କହୁଛି ମୁଁ ଏତେ ଟଙ୍କା ପଇସା ରୋଜଗାର କରିଛି, କିଏ କହୁଛି ମୁଁ ଦେଖିବାକୁ କି ସୁନ୍ଦର, ସତରେ ଲକ୍ଷ୍ମୀ ସରସ୍ୱତୀ ଭଳି ମୁଁ ହେଇଛି। ଆହା, କିଏ କହୁଛି ମୋର କେତେ ଜମିବାଡ଼ି ଘର ଦ୍ୱାର ଅଛି, କିଏ କହୁଛି ମୁଁ କେତେ ଜ୍ଞାନର ଅଧିକାରୀ ହେଇଛି, କିଏ କହୁଛି ମୁଁ କେତେ ସିଦ୍ଧି ଏବଂ ବିଭୂତିର ଅଧିକାରୀ ହେଇଛି। କେତେ ବଡ଼ ଅହଙ୍କାରକୁ ନେଇ ବଞ୍ଚିଛି। କିନ୍ତୁ ଶେଷ ସମୟରେ ଯିବା ସମୟରେ ଯେଉଁ ବାଟେ ଆସିଥିଲୁ ସେଇ ବାଟେ ତ ଯିବୁ ନା ଯିବୁ ନାହିଁ? କେହି ସେ ବାଟେ ଆଉ ଯାଇପାରନ୍ତି ନାହିଁ। କାହିଁକି ନା ଯିଏ ତ୍ରିଗୁଣ ରଜରୁ ମୁକ୍ତି ହେବ, ଆଜ୍ଞା ଚକ୍ରକୁ କ୍ରସ୍ କରିବ, ସିଏ ଯାଇକି ଯେଉଁ ବାଟେ ଆସିଥିଲା ସେଇ ବାଟେ ବାହାରିଯିବ। ଯେଉଁ ବାଟେ ଆସିଥିଲା, ଯେଉଁ ବ୍ରହ୍ମରନ୍ଧ୍ର ଦେଇ ଆସିଥିଲା, ସେ ବ୍ରହ୍ମରନ୍ଧ୍ର ଫାଟିଯିବ। ସେଇ ବ୍ରହ୍ମରନ୍ଧ୍ରକୁ ଭେଦ କରି ସେ ପଳେଇବ। ସେଇଠି ଟିକେ ରକ୍ତ ପଡ଼ିବ, ବାହାରିଥିବ, ସେ ଜାଗାଟା ଟିକେ ସ୍ଲାଇଡ୍ ଫାଟିଲା ରକମ ଦେଖାଯାଉଥିବ, ସେ ଜାଗାରେ କ'ଣ କିଛି ଲାଗିଲା ଭଳି ଦେଖାଯାଉଥିବ। ଯୋଗୀମାନଙ୍କର ଦେଖାଯାଏ, ଯାହାର ରିଏଲି ଅର୍ଥ ଚିନ୍ତା ନାହିଁ, ଯାହାର କାମ ଚିନ୍ତା ନାହିଁ, ଯେ ଖାଦ୍ୟ ପାଇଁ କୌଣସି ଲାଳସା ନାହିଁ, ସଂକଳ୍ପ ନାହିଁ, କ'ଣ ଖାଇବି, ସେ କିଛି ଭାବେ ନାହିଁ। ଯାହା ତାକୁ ମିଳେ, ଯାହା ବୋଲେ କ'ଣ ଭେଜ୍ ନନ୍ ଭେଜ୍, ଯାହା ପ୍ରଭୁ ଖାଆନ୍ତି ତାକୁ ସେ ସମର୍ପଣ କରି ଏବଂ ବିତରଣ କରିଦିଏ। ଯାହା ବଳେ ତାକୁ ସେ ଖାଏ, ପାଏ, ଖାଏ ନାହିଁ, ପାଏ। ଖାଇବା ଅଲଗା, ପାଇବା ଅଲଗା। ଯାହା ଭିତରେ ମୁଁ ମୋର ଭାବ ନାହିଁ। ଯିଏ ସବୁ ସମ୍ପ୍ରଦାୟରୁ ବହୁତ ଉର୍ଦ୍ଧ୍ୱକୁ ଯାଇଛି, କୌଣସି ଭଜନ କୀର୍ତ୍ତନ ତାର କେଉଁଥିରେ ମନ ନାହିଁ, ସେ ଏକମାତ୍ର ଆତ୍ମଚିନ୍ତାରେ ଆଜ୍ଞା ଚକ୍ରରେ ଅଛି ଏବଂ ସାଧନା କରୁଛି। ମୁଁ ଏ ଆଜ୍ଞା ଚକ୍ରକୁ ବା ଷଟ୍ ଚକ୍ରକୁ ମୁଁ କେମିତି ଭେଦ କରିବି। କଥା କେଉଁଠି ଅଛି? ଯାହା ଭିତରୁ କାମିନୀ ଚିନ୍ତା ନାହିଁ, କାଞ୍ଚନ ଚିନ୍ତା ନାହିଁ, ସେ ନିଶ୍ଚିନ୍ତ ଭାବରେ ଭଗବାନ। ଯେତେ ଜଣ ବସିଛ ଏଇ ଜନ୍ମରେ କେବେ କାମିନୀ ଚିନ୍ତା, କାଞ୍ଚନ ଚିନ୍ତାରୁ ମୁକ୍ତ ହୋଇପାରିବ? ସରକାର ବାର୍ଦ୍ଧକ୍ୟ ଭତ୍ତା କରିଦେଲେଣି। 1000 ଟଙ୍କାରୁ 3000 ନା କ'ଣ 2000 କରିଛନ୍ତି। କେତେ ସେ ଦୌଡ଼ୁଥିବ ସରପଞ୍ଚ ପାଖକୁ କି କାହା ପାଖକୁ ଆମକୁ ଜଣା ନାହିଁ। ମୋର ଟିକେ ବାର୍ଦ୍ଧକ୍ୟ ଭତ୍ତା କରିଦେଲ। ଆରେ ତୁ କ'ଣ ବାର୍ଦ୍ଧକ୍ୟ, ତୁ କ'ଣ ବୁଢ଼ା? ତୁ ବା ସେଇ ଆତ୍ମା, ତୁ ବା ଦେହ ନୁହେଁ ଦେହି। ତୁ ପୁଣି ଯାଉଛୁ ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ କେତେ କିଲୋମିଟର? କୃଷ୍ଣ ବାବା କୁଆଡ଼େ ଯିବ? ହା ହା,
ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଆମେ ଯିବୁ। 3,000 ଟଙ୍କା ମୋହନ ସରକାର କରିଦେଇଛନ୍ତି। କି ଖୁସି! ମଣିଷ ଭିତରେ ସଚେତନ ନାହିଁ। ଦେବସ୍ୱ ବ୍ରହ୍ମସ୍ୱ ରାଜସ୍ୱ କି ଭୟ, କି ଭୟାଭୟ! ମୁଁ କାହିଁକି ରାଜସ୍ୱ କାହା ପଇସା ମୁଁ ଆକୁ ଖାଇବି? ଏ ପାପରେ ମୁଁ କାହିଁକି ଭାଗି ହେବି? ଯେତେବେଳେ ଚୀନରୁ ହୁଏନ୍ସା ଭାରତ ପରିଭ୍ରମଣରେ ଆସିଥିଲେ, ଦେଖୁଥିଲେ, ରିସର୍ଚ୍ଚ କରୁଥିଲେ, ସେହି ସମୟରେ କାହାକୁ ଭେଟିଲେ? ଚାଣକ୍ୟକୁ ନା କାହାକୁ, ନା ଚିତ୍ରଗୁପ୍ତ ନା କାହାକୁ ଗୋଟେ ଭେଟିଲେ ମନ୍ତ୍ରୀକୁ। ସେ ରାଜକାର୍ଯ୍ୟ କରୁଥିଲେ ଏବଂ ଦୀପଟିଏ ଲାଗିଥିଲା। ଦୀପ ଥିଲା, ଇଲେକ୍ଟ୍ରି ନଥିଲା। ସେ ଯେମିତି ପହଞ୍ଚିଲେ, କହିଲେ ମୁଁ ଟିକେ ଆପଣଙ୍କ ସହିତ କଥା ହେବି। ସେ ଦୀପଟାକୁ ଲିଭେଇ ଦେଲେ। କହିଲେ ଦୀପଟାକୁ କାହିଁ ଲିଭେଇ ଦେଲ? ନା ଦୀପଟାକୁ ଏଇଥିପାଇଁ ଲିଭେଇ ଦେଲି, ମୁଁ ରାଜକାର୍ଯ୍ୟରେ ରାଜାଙ୍କ ତେଲଟା ଦୀପଟାକୁ ବ୍ୟବହାର କରିବି। ଯେହେତୁ ତମ ସହିତ ମୁଁ ବ୍ୟକ୍ତିଗତ ବି କଥା ହେବି, ଏ ରାଜକାର୍ଯ୍ୟ ନୁହେଁ, ତେଣୁ ଏ ଦୀପଟା ଲଗା ହେବ ନାହିଁ। ମାନେ ରାଜସ୍ୱ ପ୍ରତି ଅସତ୍ ବିନିଯୋଗ ନ ହେବା ପାଇଁ ସେ କେତେ ସଚେତନ ଥିଲେ। ଆମେ କିନ୍ତୁ ରାଜସ୍ୱଟାକୁ କେଉଁ ଉପାୟରେ କେମିତି ଆଣି ଖାଇଦେବା, ତା ପାଇଁ ଅନେକ ପ୍ରକାର ଯୋଜନା ଆମେ ପ୍ରସ୍ତୁତ କରୁଛେ। ମୁଁ ବୁଢ଼ା ହେଲିଣି, ମୋ ସାର୍ଟିଫିକେଟ୍ ଦେଖ, 60 ଟପିଲାଣି, 62 ହେଲାଣି, ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ହକଦାର। ଯିଏକୁ 70 ନା କେତେ ଟପିଲା, କି 80 ଟପିଲା, ମୋର ନଲେଜ ନାହିଁ। ମୁଁ ସିନିୟର ବାର୍ଦ୍ଧକ୍ୟ, ମୋତେ ଆହୁରି ଅଧିକା ଭତ୍ତା ଦିଅ। ପଇସାଟାକୁ କ'ଣ କରିବି? ଚାହା ଖାଇବି, ନିଶା ଖାଇବି, ପାନ ଖାଇବି, ଉଡ଼େଇ ଦେବି ଆଉ ନଷ୍ଟ କରିଦେବି। ସରକାର ଯେମିତି, ଲୋକମାନେ ବର୍ତ୍ତମାନ ସେମିତି। ସମସ୍ତେ ଡେ ବାଇ ଡେ ପାପରେ କ'ଣ ଯୁକ୍ତ ହେଇକି ଯାଉଛନ୍ତି। ଭଗବାନ ପାଖରେ କେହି ମନକୁ ରଖୁନାହାନ୍ତି, ଯୁକ୍ତ ହେଉନାହାନ୍ତି। ତେଣୁ ନିଜର ପରିଚୟ କେହି ପାଇନାହାନ୍ତି। ନିଜର ପରିଚୟ ପାଇଲେ ସେ ଭଗବାନଙ୍କୁ ଜାଣିପାରିବେ, ଆତ୍ମାକୁ ଜାଣିପାରିବେ। ତେଣୁ ଶାସ୍ତ୍ରରେ ଲେଖା ଅଛି, ମହତକୁ ସିନା ମହତ ଚିହ୍ନଇ, ଇତର ତହିଁକି ଅନ୍ଧ। ମହତକୁ ସିନା ମହତ ଚିହ୍ନେ, ଯେମିତି କହନ୍ତି ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ। ସମସ୍ତେ ସାଧୁଙ୍କ ପାଖକୁ ଆସୁଛନ୍ତି ବା ସନ୍ଥ ପାଖକୁ, ମହାପୁରୁଷ ପାଖକୁ ଆସୁଛନ୍ତି, କେହି ଗୁରୁଦେବଙ୍କ ପାଖକୁ ଆସୁଛନ୍ତି। ସମସ୍ତେ କ'ଣ ଜାଣିଛନ୍ତି ଗୁରୁଦେବ କ'ଣ ବୋଲି? ସେ ଭାବୁଛନ୍ତି ସେ କଥା କହୁଛନ୍ତି, ଆମେ କଥା କହୁଛୁ। ସେ ଖାଇଲେ ଆମେ ଖାଇଲୁ, ସେ ବସିଛନ୍ତି ଆମେ ବସିଛୁ, ସେ ଦେଖୁଛନ୍ତି ଆମେ ଦେଖୁଛୁ। ଥରେ ସମୀକ୍ଷା କରି କେତେବେଳେ ଦେଖିଛ ସେ କ'ଣ ଦେଖୁଛନ୍ତି? ସମୀକ୍ଷା କରି ଦେଖିଛ ସେ କୋଉ ବୋଧରେ ଖାଉଛନ୍ତି? ସମୀକ୍ଷା କରି ଦେଖିଛ ସେ କ'ଣ କଥା କହୁଛନ୍ତି? ସମୀକ୍ଷା କରି ଦେଖିଛ ତାଙ୍କ ଜୀବନଟା କାହା ପାଇଁ ଉତ୍ସର୍ଗୀକୃତ କରିଛନ୍ତି? ସମୀକ୍ଷା କରି ଦେଖିଛ ତାଙ୍କ ନାଁରେ ସେ କ'ଣ ରଖିଛନ୍ତି? ଯଦି ଏତିକି କଥାକୁ ସମୀକ୍ଷା କରି ଆପଣମାନେ ଦେଖିବେ, ଏଇ ଜନ୍ମରୁ 1% ବି ପାଳନ କରିପାରିବେ ନାହିଁ। ନିଜର ସମ୍ପତ୍ତିକୁ, ପ୍ରପର୍ଟିକୁ ଭଗବାନଙ୍କ ପାଇଁ ଉତ୍ସର୍ଗୀକୃତ କରିଦେବେ। ଏ ତୁମର ନୁହେଁ, ଏ ଭଗବାନଙ୍କର। ନିଜର ପରିଚୟ ପାଇଲା ପରେ ଜାଣିପାରିବ ସବୁ ଈଶ୍ୱରଙ୍କର। ତାଙ୍କ ପାଇଁ ଉତ୍ସର୍ଗୀକୃତ କରିଦେବେ। ଝିଅ ନାଁରେ ଲେଖିଦେବେ, ପୁଅ ନାଁରେ ଲେଖିଦେବେ, ସ୍ତ୍ରୀ ନାଁରେ ଲେଖିଦେବେ, ଭାଇ ଭଉଣୀଙ୍କ ନାଁରେ ଲେଖିପାରିବେ ନାହିଁ। ଜ୍ଞାତି ବନ୍ଧୁ, କୁଟୁମ୍ବ, ଆତ୍ମୀୟ ସ୍ୱଜନ ନାଁରେ ଲେଖିପାରିବେ ନାହିଁ। ପୁଅ, ଝିଅ, ସ୍ତ୍ରୀ ଲେଖିଦେବେ।
କିନ୍ତୁ ଯାହାଙ୍କର ପ୍ରପର୍ଟି, ଯାହାଙ୍କର ଏ ସମ୍ପତ୍ତି ତାଙ୍କ ନାଁରେ ଲେଖିଦେବେ। ଏତେ ସୁନ୍ଦର ବାହାନା ଦେଖେଇ କଥା କହିବେ, ଆଜ୍ଞା ମୋର କ'ଣ କିଛି, ମୋର କ'ଣ ଏଥିରେ ଅଧିକାର ଅଛି, ମୁଁ ଆକୁ ଲେଖିଦେବି। ମୋତେ କାହିଁକି ଆପଣ କହୁଛନ୍ତି ଏଥିରେ ମୋର କିଛି ଅଧିକାର ନାହିଁ? ଆରେ ବା, ତୋର ତ ଅଧିକାର ନାହିଁ, ତୁ ତ କିଛି କହିପାରିବୁ ନାହିଁ, ଲେଖିଦେବୁ ନାହିଁ କାହିଁକି? ନା ସେ ପିଲାମାନଙ୍କର ନା, ତାଙ୍କ ପାଇଁ ରଖା ହେଇଛି ନା। ସେ କ'ଣ କହିଛନ୍ତି ତୁମେ ମୋ ପାଇଁ ରଖ? ତୁମେ ଯଦି ନ ରଖିବ ସେମାନେ କ'ଣ ମରିଯିବେ? ସମସ୍ତେ ସମସ୍ତଙ୍କର ଡେଷ୍ଟିନି ନେଇକି ଆସିଛନ୍ତି, ଭାଗ୍ୟ ନେଇକି ଆସିଛନ୍ତି, ଅର୍ଥାତ୍ ନିଜର ସଂସ୍କାର ନେଇକି ଆସିଛନ୍ତି। ସେଇ ଅନୁସାରେ ତାଙ୍କୁ ଫଳ ପ୍ରାପ୍ତି ହେବ। ତୁମେ ରଖ ନ ରଖ। ଏକ୍ଜାମ୍ପଲ୍, ଆମେ ସାଧୁ ହେଇ ଆସିଲୁ, ଘରୁ ଡୋର ଗୋବନି ପିନ୍ଧି ବାପା ମାଆଙ୍କୁ ପ୍ରଣାମ କରି ପଳେଇ ଆସିଲୁ। ଗୁରୁଦେବଙ୍କର ସମ୍ପତ୍ତି ଆଣିନୁ, ଧନ ଆଣିନୁ, ବାପା ମାଆଙ୍କର ଧନ ଆଣିନୁ, ବନ୍ଧୁବାନ୍ଧବଙ୍କର ଧନ ସମ୍ପତ୍ତି ଆଣିନୁ। ଯେତିକି ଆପଣ ଆଶ୍ରମ, ଗୋଟେ ଏକ୍ଜାମ୍ପଲ୍ ପାଇଁ କହୁଛି, ପ୍ରତ୍ୟେକ ମହାପୁରୁଷଙ୍କୁ, ସାଧୁମାନଙ୍କୁ ଦେଖନ୍ତୁ, ସେମାନେ କିଛି ନେଇକି ଆସିନାହାନ୍ତି କାହାଙ୍କ ଠାରୁ। ସେମାନେ ଏତେ ଧନ ସମ୍ପତ୍ତି, ଐଶ୍ୱର୍ଯ୍ୟ ତାଙ୍କୁ କେମିତି ପ୍ରାପ୍ତି ହେଇଛି? ମାଲିକ ନୁହନ୍ତି, ପ୍ରାପ୍ତି ହେଇଛି। କଥା କହିବାରେ ବହୁତ ଚେତନା ନ ରହିଲେ ସବୁ କଥା ଭୁଲ ହେଇଯିବ। ଆର ରବିବାରେ ବାବା ନଥିଲେ, ବୃନ୍ଦାବନରେ ଥିଲେ, ଆଶ୍ରମ କାମ ଚାଲୁଛି। କଥା ଖୋଲିଲେ ସବୁ ଅହଙ୍କାର, ପାଟି ଖୋଲିଲେ ଶାରଦା ବା କହିଲେ, ସାରଙ୍ଗ ବାବା କହିଲେ, ଅଭୟାନନ୍ଦ ବା କହିଲେ। ଆମେ ଟିକେ କହିଲୁ ଆମକୁ ଟିକେ ରେକର୍ଡ଼ିଂ କରି ଶୁଣେଇବ। ଆମକୁ ରେକର୍ଡ଼ିଂ କରି ଶୁଣେଇଲେ ଯାହା ତ କହିଛନ୍ତି ସବୁ ପାଇବେ ଜିରୋ। ଏ ଜିରୋଟା କ'ଣ ବଡ଼ କଥା? ସାଧନା କରାଯାଉଛି ଜିରୋ ପାଇଁ। ଜଣେ ବାଲେଶ୍ୱରରୁ ମା ଫୋନ୍ କଲେ, କହିଲେ ମୋ ଝିଅ ଦୀକ୍ଷା ନେଇଥିଲା ଆପଣଙ୍କ ଠାରୁ। ସେ ପ୍ରତ୍ୟେକ ସତ୍ସଙ୍ଗ ଶୁଣନ୍ତୁ, ଏଇଟା ବି ଶୁଣିବେ। ସେ ସାଧନା କରୁ କରୁ ଶୂନ ହେଇଯାଉଛି, ପୁରା ଥଟଲେସ୍ ଷ୍ଟେଜକୁ ପଳାଉଛି। ବାବା ଆଉ ସେ ସାଧନା କରିବନି। ବୋଲେ କାହିଁକି? କୃଷ୍ଣ ଆଇଲେ ନାହିଁ, ରାମ ଆଇଲେ ନାହିଁ, କି ଗୁରୁ ଆଇଲେ ନାହିଁ, କେହି ତ ଆଇଲେ, ଦୁର୍ଗା ଆଇଲେ ନାହିଁ, ବଂଶୀଧରି ନାଚିଲେ ନାହିଁ, ଆଉ କି ଧ୍ୟାନ ସେ? ଆପଣମାନଙ୍କର ଅଜ୍ଞାନତା ଏପର୍ଯ୍ୟନ୍ତ ଯାଇନାହିଁ, କାରଣ ନିଜକୁ ଚିହ୍ନି ନାହାନ୍ତି, ନିଜକୁ ଜାଣିନାହାନ୍ତି। ଧ୍ୟାନ କରାଯାଉଛି ଯେ ସେଇ ଶୂନ ଅବସ୍ଥାକୁ ଯିବା ପାଇଁ କିଛି ରହିବନି। ଯୋଗ ଚିତ୍ତବୃତ୍ତି ନିରୋଧ। ଯାହା ଦେଖିଲ, ଯାହା ଶୁଣିଲ, ଯାହା କହିଲ, ସବୁ ମିଛ। ଆମେ ବୁଝେଇକି କହିଲୁ, ନା ତାହେଲେ ଏଇଟା ଭଲ ଅବସ୍ଥା? ନା, ଭଲ ଅବସ୍ଥା। ସେଇ ଅବସ୍ଥାରେ କେତେ ସମୟ ରହୁଛ ଦେଖ। ତେଣୁ ଆମେ କଥାରେ ନିଜର ପରିଚୟ କେମିତି ଜାଣିବା? ଆପଣ ଶୁଣିଲେ ଆପଣ ଆତ୍ମା, ଆପଣ ଦେହ ନୁହନ୍ତି, ଆପଣ ପର୍ସନ୍ ନୁହନ୍ତି, ଆପଣଙ୍କର କୌଣସି ପର୍ସନାଲିଟି ଯାହା ଅଛି ତାହା ମିଥ୍ୟା, ଯେଉଁ ପର୍ସନ୍ ତାହା ବି ମିଥ୍ୟା। ଏ ସବୁ ମିଥ୍ୟା। ଏକମାତ୍ର ଶାସ୍ତ୍ରରେ ପ୍ରମାଣ ଅଛି, ବ୍ରହ୍ମଂ ସତ୍ୟ ଜଗତ ମିଥ୍ୟା। ଈଶ୍ୱର ସତ୍ୟ, ସବୁ ମିଛ। ସବୁ ବୋଇଲେ ତା ଭିତରେ ତମ ଦେହଟା ନୁହେଁ କି? ସବୁ ଭିତରେ ତମ ମନଟା ନୁହେଁ କି? ତମ କର୍ମଟା ନୁହେଁ କି? ସବୁ ମିଛ। ତାହେଲେ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ଭଜନ ବୋଲା ହେଉଛି। ଯେ ଲେଖିଛନ୍ତି କେତେ ହାୟର କନସିୟସନେସକୁ ଯାଇ ଲେଖିଛନ୍ତି। ସବୁ ମିଛ। ତାହେଲେ ଆମେ ମିଛରେ ବଞ୍ଚିଛେ, ସତ୍ୟରେ ଆମେ ବଞ୍ଚିନେ। ମିଛ କଥା କହୁଛେ, ମିଛ କଥା ଶୁଣୁଛେ, ସବୁ ମିଛ। ଏଭ୍ରିଥିଙ୍ଗ ଇଜ୍ ଫଲ୍ସ, ଏଭ୍ରିଥିଙ୍ଗ ଇଜ୍ ଇଲୁଜନ୍।
ଏଭ୍ରିଥିଙ୍ଗ ଇଜ୍ ମାୟା। ସବୁ ତାଙ୍କଠାରୁ ସୃଷ୍ଟି। ସେ ସ୍ରଷ୍ଟା କାହିଁକି ସବୁ କରିଛନ୍ତି ନା ସୃଷ୍ଟିର ଲୀଳା ପ୍ରବାହ ଚାଲିବା ପାଇଁ। ନହେଲେ ସୃଷ୍ଟି ପ୍ରବାହ ଚାଲିବ ନାହିଁ, ସୃଷ୍ଟି ପ୍ରବାହ ବନ୍ଦ ହେଇଯିବ। ଯଦି ସତ ବୋଲି ଭାବିବ ସେ ଆତ୍ମା ମୁଁ ଆତ୍ମା, ସେ ଦେହ ମୁଁ ଦେହ ନୁହେଁ, ସେ ଦେହି ମୁଁ ଦେହି, ମୁଁ କ'ଣ ବାହା ହେବି? କେବେ ମ୍ୟାରେଜ କରିପାରିବ? କେବେ ବିବାହ ହେଇପାରିବ ନାହିଁ। ଏତେ ଆତ୍ମଜ୍ଞାନ ଦେଲା ପରେ କେତେକ ସାଧକ ସାଧିକା ଆମକୁ ଫୋନ କରି କହୁଛନ୍ତି, ବାବା ବିବାହ ନହେଲେ କ'ଣ ଆମେ ରହିପାରିବୁ? ବାହା ହେବାକୁ ପଡ଼ିବ, ବାହା ହେଇ ପଡ଼। କାହିଁକି ନା ସେ ଦେହରେ ଅଛନ୍ତି, ଆତ୍ମବୋଧ ଅବସ୍ଥା ଆସିନାହିଁ, ନିଜକୁ ଚିହ୍ନି ନାହାନ୍ତି, ନିଜକୁ ଜାଣିନାହାନ୍ତି, ନିଜକୁ ଅନୁଭବ କରିନାହାନ୍ତି, ତାଙ୍କର ଷଟ୍ଚକ୍ର ଭେଦ ହେଇନାହିଁ। ଯେତେବେଳେ ସାଧକର ଷଟ୍ଚକ୍ର ଭେଦ ହେବ, ଆତ୍ମବୋଧ ଅବସ୍ଥା ଆସିବ, ସେ ସଂସାରରେ କୌଣସି ଘଟଣା ସହିତ ଲିପ୍ତ ହେବ ନାହିଁ। ଶାରଦାମା ଲେଖୁନାହାନ୍ତି ସବୁ ଜାଣିଛନ୍ତି, କିଛି ତ କହିପାରିଲେନି, ସବୁ ଭୁଲ। ତେଣୁ ଷଟ୍ଚକ୍ର ଭେଦ ହେବାଟା ଏତେ ସହଜ ନୁହେଁ। ତମର ନିଜର ପରିଚୟ ତମେ ଆଗ ଜାଣ। ଯେତେବେଳେ ନିଜର ପରିଚୟ ଜାଣିଲ, ମୁଁ ସେଇ ଆତ୍ମା, କିନ୍ତୁ ବୋଧ ହବ ନାହିଁ, ଜମା ବୋଧ ହବନି। ତମେ ଖାଲି ଜାଣିଲ, ତମେ ବହି ପଢ଼ିକି ଜାଣିଲ, ଶୁଣିକି ଜାଣିଲ, କିନ୍ତୁ ପ୍ରକୃତ ଜାଣିନ ଯେ ମୁଁ ଆତ୍ମା। ଯଦି ଆତ୍ମା ବୋଲି ଜାଣିଥାନ୍ତ, ତାହେଲେ ତମ ଭିତରେ ପ୍ରତିକ୍ରିୟା କ'ଣ ପାଇଁ ହେଉଥାନ୍ତା? କ୍ରିୟା ପ୍ରତିକ୍ରିୟା। ଆତ୍ମାର କ'ଣ ସମ୍ମାନ ଥାଏ? ଆତ୍ମାର କ'ଣ ଜାତି ଥାଏ? ଆତ୍ମାର କ'ଣ କୁଳ ଥାଏ? ଆତ୍ମାର କ'ଣ ଦିନ ରାତି ଥାଏ? ଆତ୍ମାର କ'ଣ ମାନ ଅଭିମାନ ଥାଏ? ଆତ୍ମାର କ'ଣ ନିଦ୍ରା ଭୋକ ଶୋଷ ଥାଏ? ସେ ବା କିଛି ନଥାଏ। ତା କ'ଣ ଅଗ୍ନି ପୋଡ଼ିପାରେ, ଜଳ ବୁଡ଼େଇପାରେ, ପବନ ଉଡ଼େଇପାରେ, ନା ଅସ୍ତ୍ର ଶସ୍ତ୍ର କ'ଣ ତାକୁ ହାଣିପାରେ, ଟଚ୍ କରିପାରେ? ତୁମ ଶ୍ୱାସକୁ ଗଲା କେହି ଆଗ ଧରିପାରିବେ? କିଛି କରିପାରିବ ସୃଷ୍ଟିରେ? କୌଣସି ଅସ୍ତ୍ର ଶସ୍ତ୍ର, ବମ୍, କ୍ଷେପଣାସ୍ତ୍ର, ମାରଣାସ୍ତ୍ର ଯାହା ପ୍ରୟୋଗ କରିବ, ତୁମ ଶ୍ୱାସକୁ ଗଲା କିଛି କରିପାରିବ? ସେ କେତେ ସୂକ୍ଷ୍ମ, ପଞ୍ଚଭୂତର ଊର୍ଦ୍ଧ୍ୱରେ ଯେଉଁ ଆତ୍ମା ପରମାତ୍ମା ଅଛନ୍ତି, କେତେ ସୂକ୍ଷ୍ମ, ଆଦି ସୂକ୍ଷ୍ମ, ତାକୁ କିଏ ଧରିପାରିବ? କିଏ ତାକୁ ଛୁଇଁ ପାରିବ? ତେଣୁ ଆମର ସାଧନା ନାହିଁ, ଆମେ ଗୁରୁ ଗ୍ରହଣ କରୁଛେ। ବିଭିନ୍ନ ପ୍ରକାର ଗୁରୁ, ଆଜିକାଲି ଗୁରୁଗିରି ଗୋଟେ ବ୍ୟବସାୟରେ ପରିଣତ ହେଇଛି। ଚଳିବାର ବିଭିନ୍ନ ବାଟ ଦରକାର। ଦୀକ୍ଷା ଦେଇ, ଶିଷ୍ୟ ଭକ୍ତ ପଳାଇ କରି, ମଠ ବାଡ଼ି ଅନୁଷ୍ଠାନ କରି, ସମ୍ମାନ ପାଇ, ବାସ୍ ସେ ଗୋଟେ ବୃତ୍ତି, ଭଲ ବୃତ୍ତି, ଯେକୌଣସି ଗୋଟେ ବୃତ୍ତି କରି ଜୀବନ ନିର୍ବାହ କରିଦେଲେ ଚଳିଗଲେ ଯାଏ। ଆଉ କ'ଣ? କିଏ ଦେଖୁଛି? ମଲେ କ'ଣ ଆଉ ଜନ୍ମ ହେବ? ନା ଯେଉଁ କର୍ମ ମୁଁ କରୁଛି ତାହାର ଫଳ ଯେ ମୋତେ ଭୋଗ କରିବାକୁ ପଡ଼ିବ, ସେ କଥା ଜଣା ନାହିଁ। ଆଉ ଶେଷ ସମୟଟା କେମିତି ହେବ? ସେତେବେଳେ କେଉଁ ଫୁଲ ଦେଇ ପୂଜା କରିବ, କେଉଁ ଆଳତି କରିବ, କେଉଁ ଦୀପ ଲଗେଇବ, କେଉଁ ହୁଳୁହୁଳି ହରିବୋଲ ପକେଇବ, କେଉଁ ରଶ୍ମିମା ଭଳିଆ ପନ୍ଥୀ ପୂଜା କରିବ, ବ୍ରତ ପିନ୍ଧିବ, ଅଳିତା ଲଗେଇବ, ମେକଅପ୍ ହେବ, କେତେ କ'ଣ କରିବ, ବାଟ ଓଷା କରିବ, ମାଣବସା କରିବ। ଗାଁ ଲୋକ କହିଛନ୍ତି ବା, ମୋ ଗୁରୁ କହିଛନ୍ତି ସେ କଥା ନାହିଁ, ମୋ ଭଗବାନ କ'ଣ କହିଛନ୍ତି ସେ କଥା ନାହିଁ, ଶାସ୍ତ୍ରରେ ମୋ ପ୍ରଭୁ କ'ଣ କହିଛନ୍ତି ସେ କଥା ନାହିଁ। ସର୍ବଧର୍ମାନଂ ପରିତ୍ୟଜ୍ୟ ମାମେ ଶରଣଂ ଭଜ, ସେ କଥା କୁହା ହେଉନାହିଁ। ସାଇ ଲୋକ କ'ଣ କହିବେ, ଗାଁ ଲୋକ କ'ଣ କହିବେ, ପଡ଼ିଶା ଲୋକ କ'ଣ କହିବେ? ସେଠି ଗୁରୁକୁ ଗୋଇଠା, ଭଗବାନଙ୍କୁ ବି ଗୋଇଠା। କାହାକୁ ସମ୍ମାନ? ନା ସାଇ ଲୋକକୁ ସମ୍ମାନ।
ଗାଁ ଲୋକକୁ ସମ୍ମାନ, ବନ୍ଧୁବାନ୍ଧବକୁ ସମ୍ମାନ, ଏଗୁଟା ସିଏ ନୁହନ୍ତି। ତାଙ୍କ ନାଁ ଧରିବାଟା ଠିକ୍ ନୁହେଁ, କାରଣ ସେ ସହିଯିବେ ବୋଲି କହୁଛି। ସମସ୍ତେ 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 ସକଳ କର୍ମମାନ ପରିତେଜ, ଏକ ବ୍ରହ୍ମକୁ ଦୃଢ଼େ ଭୋଜ। ଯଦି ହୋଇବ ପିଣ୍ଡ ମୁଖ୍ୟ, ଅଭକ୍ଷ ଦ୍ରବ୍ୟକୁ ତୁ ଭକ୍ଷ। ସେଇ ପିକନିକ୍ କଥା ରହିଗଲା, ଠାକୁର ଦର୍ଶନ ରହିଗଲା। ଯଦି ନିଜ ଭିତରେ ଭଗବାନ ଅଛନ୍ତି ଅନୁଭବ ହେଲା, ଜାଣିଲ, ଚିହ୍ନିଲ, ବୋଧ କଲ, ତାହେଲେ ତୁମେ ଯିବ କାହାକୁ ଦେଖିବାକୁ? ଯେମିତି ଦେଉଳ ଭିତରେ ଦିଅ, ଯାହା ବ୍ରହ୍ମାଣ୍ଡେ ତା ପିଣ୍ଡେ। ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି ଦେହ ଭାଣ୍ଡେ। ଯଦି ନିଜ ପିଣ୍ଡ ଭିତରେ ଭଗବାନଙ୍କୁ ଉପଲବ୍ଧି ଅନୁଭବ ହେଲା, ତାହେଲେ ତୁମେ କୁଆଡ଼େ ଯାଉଛ? ଦେଉଳେ ପଶିନ ଲୟରେ ମଜିଲେ, ଦୃଷ୍ଟିରେ ଦେଖିବୁ ନିରାକାର। ଆମେ ଦେଉଳରେ ପଶିକି ଲୟରେ ମଜୁଛେ। ଆରେ ବାଇବର ମୁଁ ଯେ କହୁଛି ସ୍ୱରୂପ ତୋ ଆଗର, ଧୁନି ଚାରି ପାଖେ ଜ୍ୟୋତି ଘର, ଧବଳ ଚେତାକୁ ଲୟ କର। ଧାଉଁ ଅଛି ଜୀବ ପରମ ସଦା, ଧ୍ୟାନ କରିନ ନିରନ୍ତର। ଆମେ ମନକୁ ଅନ୍ତର୍ମୁଖୀ କରୁଛେ। ଡେ ବାଇ ଡେ ମନକୁ ଆମେ କ'ଣ କରୁଛେ ନା ବହିର୍ମୁଖୀ କରି 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 ଚାଲିଛେ। ଯୋଗ ଚିତ୍ତବୃତ୍ତି ନିରୋଧ। ଆମେ ଯୋଗ ଅଭ୍ୟାସ କରୁଛେ, ଭଗବାନ ପାଖରେ ମନକୁ ରଖୁଛେ ସମସ୍ତ ବୃତ୍ତିକୁ ନିରୋଧ କରିବା ପାଇଁ, ସବୁଥିରୁ ମନକୁ ମାରିବା ପାଇଁ। ଭାଗବତରେ ଲେଖା ଅଛି, ସକଳ ସଙ୍ଗ ମୁଁ ମନ ମାରି, ନିଶ୍ଚଳେ ମୋତେ ଧ୍ୟାନ କରି। ତୁ ତ ସବୁଠୁ ମନକୁ ମାରିନୁ, ତୁ ନିଶ୍ଚଳ କେମିତି ହବୁ? ତୁ ନିଶ୍ଚଳ କେମିତି ହବୁ? ନିଶ୍ଚଳଂ ବ୍ରହ୍ମ ଉଚ୍ୟତେ। ନିଶ୍ଚଳ ଅବସ୍ଥାଟା ବ୍ରହ୍ମ ଅବସ୍ଥା। ହଲଚଲ ନାହିଁ, ଶାନ୍ତ ସ୍ଥିର ହୋଇ ବସିଛ, କୌଣସି ବୃତ୍ତି ନାହିଁ। ବହୁତ ଲୋକ ଚୁପଚାପ ବସିଥାନ୍ତି। ଦେଖିବାକୁ କେତେ ଧୀର, କେତେ ସ୍ଥିର, କେତେ ଶାନ୍ତ। ଦେଖିଲ ଭିତରଟା ଖାଲି ଚଳଚଞ୍ଚଳ ଚଳଚଞ୍ଚଳ, କୁଆଡ଼େ କୁଆଡ଼େ ମନକୁ ବୋଲୁଥାଏ। ସେଥିଲାଗି ଗୁରୁଦେବ କହନ୍ତି, ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ବ୍ରେଥ୍, ୱାଚ୍ ୟୁର ମାଇଣ୍ଡ। ତୁମ ମନକୁ ଦେଖ, ମନ କୋଉଠି ଅଛି। ଦେଖ ଶ୍ୱାସ ପ୍ରଶ୍ୱାସ କେମିତି ଯାଉଛି ଆସୁଛି। ଦେଖ ତମ ଭିତରେ କି ଚିନ୍ତା ପରେ କି ଚିନ୍ତା ତମ ଭିତରେ ଆସୁଛି। ଆପଣ ଭାବୁଛନ୍ତି ଏ କଥା ଭାରି ସହଜ, ବାବା କହିଦେଉଛନ୍ତି ଆମେ କହିଦେବୁ। କେବେ କହିପାରିବନି। ହଁ ମୁଁ କହିଦେବି, ଜମା କହିପାରିବନି। ଭାବୁଛ ମୁଁ ଜାଣିଛି ଲେଖୁନାହିଁ, କ'ଣ ଦରକାର, ଇଏ ତ ପୁରୁଣା କଥା। ଜମା କହିପାରିବନି। ଯଦି ଲେଖିବ, ଡେଟ୍ ପକାଇବ। ଆମେ ଲେଖୁଥିଲୁ ଗୁରୁଙ୍କ ପାଖରେ, ଡେଟ୍ ପକାଉଥିଲୁ, ଟାଇମ୍ ପକାଉଥିଲୁ। ସେକୁ ବାରମ୍ବାର ଦେଖିଲେ, ସାଧନା କଲେ ସେଇଟା ମନ ଭିତରେ ରହିଯାଏ। ତାପରେ ଦିନକୁ ଦିନ ଚଞ୍ଚଳ ଅବସ୍ଥା ଆସୁଛି। ଆମେ କେଉଁ ବ୍ରେଥକୁ ଦେଖୁଛେ, ନା କେଉଁ ଚିନ୍ତାକୁ ଦେଖୁଛେ, ନା କେଉଁ ୱାଚ୍ ୟୁର ବ୍ରେଥ୍, ନା ମନକୁ ଦେଖୁଛେ। ଚିନ୍ତା, ମନ, ବ୍ରେଥ୍, ଶ୍ୱାସ ପ୍ରଶ୍ୱାସ, ଆତ୍ମା, ଏ ହେଉଛି ଶରୀରର ମୁଖ୍ୟ କଥା। ତେଣୁ ଆମର ନିଜର ପରିଚୟ ପ୍ରଥମେ ଜାଣିବାକୁ ପଡ଼ିବ, ସାଧନା କରିବାକୁ ପଡ଼ିବ। ବିନା ସାଧନାରେ ଯେତେ ବୁଲିଲେ, ଯେତେ ତୀର୍ଥ କଲେ, ଯେତେ ନାମ ଜପ କଲେ, ଯେତେ ପୂଜା ପାଠ କଲେ, ଯେତେ କୀର୍ତ୍ତନ କଲେ, ଯେତେ ଯଜ୍ଞ କଲେ, ତୁମେ ଷଟ୍ଚକ୍ରକୁ ଭେଦ କରିପାରିବ ନାହିଁ। କାରଣ
ସର୍ଚକ୍ର ଭେଦର ପ୍ରକ୍ରିୟା ୟା ନୁହେଁ, ଏହା ଭୁଲ ନୁହେଁ। ଏସବୁ ଭଗବାନଙ୍କର ସୃଷ୍ଟି, ଏହା କରିବାର ଆବଶ୍ୟକତା ଅଛି। ଏ ସଂସାରରେ ବାବା କୌଣସି କଥାକୁ ଭୁଲ ବୋଲି କହିନାହାନ୍ତି, କହିପାରିବେନି, କାରଣ ଏ ସଂସାରଟା ଈଶ୍ୱରଙ୍କର। ସେ ଯାହା କରିଛନ୍ତି ସବୁ ଠିକ୍ ପାଇଁ କରିଛନ୍ତି, ସବୁ ମଙ୍ଗଳମୟ। କିନ୍ତୁ ତୁମକୁ ନିର୍ଦ୍ଦେଶ କ'ଣ ଦେଇଛନ୍ତି? ତୁମକୁ ନିର୍ଦ୍ଦେଶ କ'ଣ ଦେଇଛନ୍ତି? ତୁମେ କେବେ ମରିବ ବୋଲି ଭାବୁନ, ସେ ସମୟ ପାଖି ଆସୁଛି ବୋଲି ତୁମେ ଜାଣିନ। ମତ୍ୟମଣ୍ଡଳ ଦେହ ବହି ଦେବତା ଭଇଲେ ମରଇ। ସମସ୍ତେ ଏଠି ମରିବେ, ବି ମରିବେ ନାହିଁ। ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିଣିପାରେ ହେରେକା। ଫୋନ୍ ବାରମ୍ବାର ସାଉଣ୍ଡ ହେଉଛି, ତାକୁ ସୁଇଚ୍ ଅଫ୍ କରିଦିଅନ୍ତୁ। କେତେ ଫୋନ୍ ପ୍ରତି ମନର ଆକୃଷ୍ଟ, କେତେ ଫୋନ୍ ପ୍ରତି ଆକର୍ଷଣ। କେଉଁଠି ଫୋନ୍ଟା ରହିଲା ମୁଣ୍ଡଟା ସମସ୍ତଙ୍କର ଖରାପ ହେଇଯିବ। ଫୋନ୍ରେ ନ ଲାଗିଲେ କାହାକୁ ନିଦ ହେଉନାହିଁ। ବର୍ତ୍ତମାନ ଯୁଗରେ କାମିନୀ କାଞ୍ଚନ ଖାଦ୍ୟଠାରୁ ବେଶୀ ଆକର୍ଷଣ ହେଇଛି ଫୋନ୍। ସାଧୁସନ୍ଥଙ୍କର ବି ତା ଭିତରେ। ଆମେ ବି ଆଶ୍ରମରେ ଫୋନ୍ ଧରୁଛୁ କେବଳ ସେ ଭଗବାନଙ୍କର ସେବା ପାଇଁ। ମନ ହୁଏ କି ଜଣେ ଭଲ ବ୍ୟକ୍ତି ମିଳିଲେ ତାକୁ ଧରେଇ ଦେଲେ ସେ ଧରନ୍ତା, କାରଣ ବୃତ୍ତି ନିରୋଧ ନା। ସବୁଥିରୁ ମନକୁ ମରିଲେ, ନିଶ୍ଚଳ ହେଲେ ତୁମେ ତ ଧ୍ୟାନ କରିବ, ତେବେ ତୁ ଦେଖିବୁ ସାକ୍ଷାତ। ତୁ ନିଶ୍ଚଳ ହେଲେ ଧ୍ୟାନ କଲେ ତେବେ ତୁ ଦେଖିବୁ ସାକ୍ଷାତ ଆତ୍ମାର ରୂପ ଦୃଷ୍ଟି ମାତ୍ରେ। ତୋର ଦୃଷ୍ଟିରେ ତୁ ଆତ୍ମାର ରୂପକୁ ଦେଖିବୁ। ଆତ୍ମାର ରୂପ କିଭଳି ନା ଜ୍ୟୋତି ସ୍ୱରୂପ, ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ଶୂନ୍ୟ ମଧ୍ୟରେ ନିରାମୟ, ନିରାମୟ ମଧ୍ୟରେ ଜ୍ୟୋତି, ସଂଜ୍ୟୋତି ଭଗବାନ। ସେ ଜ୍ୟୋତିଟା ହେଉଛନ୍ତି ଭଗବାନ। ତେଣୁ ବ୍ୟକ୍ତି ନିଜକୁ ଚିହ୍ନ, ନିଜକୁ ଜାଣ, ନିଜକୁ ଅନୁଭବ କର। ସେଥିପାଇଁ କଠୋର ସାଧନା କଲେ, ସର୍ଚକ୍ର ଭେଦ ହେଲେ ତୁମେ ଜାଣିପାରିବ ମୁଁ ସେଇ ଆତ୍ମା, ମୋ ଦେହ ଭିତରେ ଅଛି, ଏ ଶରୀରରେ ବାସ କରିଛି। ମୁଁ ଶରୀର ନୁହେଁ, ମୁଁ ଆତ୍ମା, ସମସ୍ତେ ସେଇ ଆତ୍ମା। ହେଲେ କସ୍ମିନ୍ କାଳେ ହବ, ସାଧୁସନ୍ଥଙ୍କର ବି ହବ ନାହିଁ। କୋଉ ସାଧୁସନ୍ଥଙ୍କର ହେଇନି। ଏଇଟା କହିବା ଭୁଲ ହେଇଗଲା, କାହାର ହେଇନି କହିବାଟା ଭୁଲ ହେଇଗଲା। ଉଚିତ ଜଣ ଜଣଙ୍କର ହେଇଛି, ଯେଉଁମାନେ ସାଧନା କରୁଛନ୍ତି। କାରଣ ଏ ସତ୍ସଙ୍ଗ ସାଧୁସନ୍ଥମାନେ ବି ଶୁଣୁଛନ୍ତି, ପବ୍ଲିକ ବି ଶୁଣୁଛନ୍ତି, ଜେନେରାଲ ଲୋକ ଶୁଣୁଛନ୍ତି, ସ୍ପିରିଚୁଆଲ ଲୋକମାନେ ବି ଶୁଣୁଛନ୍ତି। ତେଣୁ ସର୍ଚକ୍ର ଭେଦ କରି, ଭେଦ କଲା ପରେ ତୁମେ ଆତ୍ମା ହେଲେ ତୁମେ ପରମାତ୍ମାଙ୍କ ସହିତ ମିଳନ ହେଇପାରିବ। ଯେମିତି ନିଆଁ ନିଆଁ ସହିତ ମିଶିବ, ମାଟି ମାଟି ସହିତ ମିଶିବ, ପାଣି ପାଣି ସହିତ ମିଶିବ। ଭଗବାନ ହେଲେ ତୁମେ ଭଗବାନଙ୍କ ସହିତ ମିଶିବ ବା ପରମାତ୍ମାଙ୍କ ସହିତ ମିଳନ ହେବ। ଇଣ୍ଡିଭିଜୁଆଲ ସୋଲ୍ ମର୍ଜ ୱିଥ୍ ୟୁନିଭର୍ସାଲ ସୋଲ୍। ଆତ୍ମା ପରମାତ୍ମାଙ୍କ ସହିତ ମିଳନ ହେଇଯିବ। ଖଣ୍ଡ ଆତ୍ମା ଅଖଣ୍ଡ ଆତ୍ମା ସହିତ ମିଳନ ଏକକାର ହେଇଯିବ। ସେଇଠି ନିଜର ଅସ୍ତିତ୍ୱକୁ ତୁମେ ହରେଇ ବସିବ। ଯେତେବେଳେ ତୁମେ ନିଜକୁ ଆତ୍ମା ବୋଲି ଜାଣିଲ, ତୁମର ସେତେବେଳେ କ'ଣ ହେବ ନା ସମର୍ପଣ ଭାବ ଆସିବ। ଏ ସବୁ କିଛି ପରମାତ୍ମା ପରମବ୍ରହ୍ମଙ୍କର, ସବୁକିଛି ତାଙ୍କର, ସବୁକିଛି ସେ, ସବୁକିଛି ତୁମେ, ସବୁକିଛି ତୁମେ, ସବୁକିଛି ତୁମେ ବୋଧ ହେବ। ଯେତେ ଗଣ୍ଡଗୋଳ ସୃଷ୍ଟିରେ ହେଉଛି ସବୁ ଦେହବୋଧରୁ। ଲୋକଙ୍କ ଭିତରେ ଠିକ୍ ବୁଝାମଣା ରହିବ, ଲୋକ ଭିତରେ ଅଭିମାନ ନ ରହିବ, କେବେ ସୃଷ୍ଟିରେ ଗଣ୍ଡଗୋଳ ହେବ ନାହିଁ। ଅଭିମାନ କେଉଁଠୁ ଆସୁଛି, ବୁଝାମଣା କେଉଁଠୁ ଆସୁଛି, ସବୁ ଦେହବୋଧରୁ।
ଆତ୍ମବୋଧରେ ବୁଝାମଣା ନାହିଁ, ଆତ୍ମବୋଧରେ ଅଭିମାନ ନାହିଁ। ଯେତେବେଳେ ତୁମେ ଭାବିଲ ଏ ସବୁ କିଛି ଭଗବାନଙ୍କର, ପରମାତ୍ମା ପରମ ବ୍ରହ୍ମଙ୍କର, ସବୁଠି ସବୁ ସ୍ଥାନରେ ସେ ପରିପୂର୍ଣ୍ଣ ହେଇ ଅଛନ୍ତି। ଯେପର୍ଯ୍ୟନ୍ତ ଦେହବୋଧ ନ ଯାଇଛି ତମର ଏକ କନସିୟସନେସ୍ ଆସିବନି। ପ୍ରତ୍ୟେକଟି ମୁହୂର୍ତ୍ତରେ ତୁମେ ଭୁଲିଯିବ। ପ୍ରତ୍ୟେକଟି ମୁହୂର୍ତ୍ତରେ ଅଚେତନ ହେଇଯିବ। ପ୍ରତ୍ୟେକଟି ମୁହୂର୍ତ୍ତରେ ତମର ହିତାହିତ ଜ୍ଞାନ ରହିବ ନାହିଁ। ସବୁବେଳେ ଅହଙ୍କାର, ସବୁବେଳେ ଅଜ୍ଞାନତା ଭିତରେ ତୁମେ ରହିବ। ସବୁଠି ସମ୍ମାନ ଖୋଜୁଛ, ସବୁଠି ପଦପଦବୀ ଖୋଜୁଛ, ସବୁଠି ପ୍ରତିଷ୍ଠା ଖୋଜୁଛ, ସବୁଠି ନିଜକୁ ପ୍ରଚାର କରିବାକୁ ବସିଛ। କାହିଁକି? ଦେହବୋଧରୁ, ଅଭିମାନରୁ। ଯିଏ ଆତ୍ମା ହେଇଗଲା ତାହାର କ'ଣ ଏସବୁ ଜିନିଷ କିଛି ତା ଭିତରେ ଉଙ୍କି ମାରିବ? ଇଏ ତ ସବୁ ଇନ୍ଦ୍ରିୟମାନଙ୍କର କର୍ମ, ଏ ତ ଦେହର ଧର୍ମ, ଏଇଟା ତ ଆତ୍ମାର ଧର୍ମ ନୁହେଁ। ଆତ୍ମାର ଖାଲି ପ୍ରେମ ପ୍ରେମ ପ୍ରେମ, ଖାଲି ଲଭ୍ ଲଭ୍ ଲଭ୍। ଆପଣମାନଙ୍କର ପୂର୍ବଜନ୍ମ ସଂସ୍କାରରୁ ଆପଣମାନେ ଏ କଥା ଶୁଣୁଛନ୍ତି। କେତେକ ରିସିଭ୍ କରୁଛ, କେତେକ ରିସିଭ୍ କରୁନ, ବସି ଚିନ୍ତା କରୁଛ କୁଆଡ଼େ ସମୟ କେତେ ହେଲା, ଘରକୁ ଯିବା, ବହୁତ ସମୟ ହେଇଗଲା, ଅଣ୍ଟା ପିଠି କ'ଣ ହେଇଯାଉଛି। ଯଦି ଏତିକି ସମୟ ଟଙ୍କାର ଦିଆହେବ ଗଣିବା ପାଇଁ, ଏ କଥା କ'ଣ ଆସିବ? କାରଣ ଦେହର ଧର୍ମ ବା ଇନ୍ଦ୍ରିୟଗଣଙ୍କର ଧର୍ମ। ଯଦି ଖାଇବା ପିଇବା ଜାଗାରେ ବସି କଥାବାର୍ତ୍ତା ହେବ କ'ଣ ଜଣାପଡ଼ିବ? ଫୋନରେ କଥା ହଉ ଘଣ୍ଟା ଘଣ୍ଟା ଚାଲି ଯାଉଛି, କ'ଣ ଜଣାପଡ଼ୁଛି? ଟଙ୍କା ଗଣି ଗଣି ନିମେଇବା ଆସିକି ଚାକିରି ସରିଲାଣି ତଥାପି ମନ ଛାଡ଼ୁନାହିଁ। କିନ୍ତୁ ଯିଏ ପରମ ପ୍ରେମମୟ, ରସମୟ, ଭାବମୟ, ଯିଏ ଆମକୁ ଧାରଣ କରି ରଖିଛନ୍ତି, ଯିଏ ଆମ ଜୀବନ, ଯାହାଙ୍କ ସୃଷ୍ଟିରେ ଆମେ ସବୁକିଛି ଉପଭୋଗ କରୁଛେ, ମନ ତାଙ୍କଆଡ଼ୁ କିଞ୍ଚିତ ବି ଯାଉନାହିଁ, ଟିକି ବି ଯାଉନାହିଁ। କାହିଁକି ଯାଉନାହିଁ? କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତକୁ ନିତ୍ୟମଣି ବିଶ୍ୱଜନେ ସାଧନ୍ତି ନିଜ ହିତ। ସେଥିଲାଗି ସତ୍ସଙ୍ଗ, ସେଥିଲାଗି ସାଧୁସଙ୍ଗ, ସେଥିଲାଗି ସ୍ୱାଧ୍ୟାୟ, ସେଥିଲାଗି ସାଧନା। ଗୁରୁଦେବ ଏ 4S ଉପରେ କହୁଥିଲେ। କଲେ ତୁମର କ'ଣ ହେବ ନା ସାଧନା କରିବାକୁ ଇଚ୍ଛା ହେବ। ସତ୍ସଙ୍ଗ କଲେ, ସ୍ୱାଧ୍ୟାୟ କଲେ ଆଉ ସାଧୁସଙ୍ଗ କଲେ। ତେଣୁ ଭଗବାନ ଭାଗବତରେ କହିଲେ, ଏ ଜୀବ ସାଧୁସଙ୍ଗ ବିନୁ ଲଭି ନପାରେ ମୋର ତନୁ। ଯଦି ଭଗବାନଙ୍କୁ ପାଇବାକୁ ତୁମେ ଚାହୁଁଛ, ଉପଲବ୍ଧି ଅନୁଭବ କରିବାକୁ ଚାହୁଁଛ, ତୁମେ ସାଧୁସଙ୍ଗ କର। ସାଧୁ କିଏ? ନା ଯିଏ ସତ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି। ଯିଏ ସାଧୁ ରୂପ ଧାରଣ କରୁଛନ୍ତି ସେ ସାଧୁ ନୁହନ୍ତି, ଯିଏ ସତ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି। କେମିତି ଜାଣିବ? ଆରେ ଯିଏ ରସୁଣ ଖାଇଛି ତାକୁ ରସୁଣ ହାକୁଡ଼ି ଆସିବ, ଯିଏ ପିଆଜ ଖାଇଛି ପିଆଜ ହାକୁଡ଼ି ଆସିବ, ଯିଏ ବରା ଖାଇଛି ବରା ହାକୁଡ଼ି ଆସିବ। ଯେଉଁ ପର୍ସନ ଭଗବତ ପ୍ରସଙ୍ଗ ବ୍ୟତୀତ ଦ୍ୱିତୀୟ କଥା କହେ ନାହିଁ ଏବଂ ସମସ୍ତ ଭିତରେ ଭଗବତ ଚେତନାକୁ ଯେ ଜାଗ୍ରତ କରାଏ, ସମସ୍ତଙ୍କ ଭିତରେ ବୈରାଗ୍ୟ ଭାବ, ପ୍ରକୃତ ଜ୍ଞାନଟାକୁ ଉଦୟ କରେ, ଯାହାଙ୍କ କଥା ଶ୍ରବଣ କଲେ ମଣିଷ ନିଜ ବିଷୟରେ ଜାଣିବା ପାଇଁ, ଚିହ୍ନିବା ପାଇଁ ବ୍ୟସ୍ତ ବ୍ୟାକୁଳିତ ହୋଇ ଉଠେ, ସେ ହେଉଛନ୍ତି ସାଧୁ। ଯିଏ କାହାକୁ ସମାଲୋଚନା କରେ ନାହିଁ,
ଭଗବତ ଗୀତାରେ ଭଗବାନ କହିଲେ ମୁଁ କୌଣସିଥିରେ ସନ୍ତୁଷ୍ଟ ନୁହେଁ। ତୁମେ ଯେତେ ଫୁଲ ଦିଅ ମୁଁ ସନ୍ତୁଷ୍ଟ ନୁହେଁ, ଯେତେ ଫଳ ଦିଅ ମୁଁ ସନ୍ତୁଷ୍ଟ ନୁହେଁ, ଯେତେ ଧୂପ ଚନ୍ଦନ ଦିଅ ମୁଁ କେଉଁଥିରେ ସନ୍ତୁଷ୍ଟ ନୁହେଁ। ଯେ କାୟରେ, ବାକ୍ୟରେ, ମନରେ କାହାରିକୁ ପୀଡ଼ା ଦିଏ ନାହିଁ। କାୟରେ ଲୋକ ପୀଡ଼ା ଦେଉଛି, ମାରୁଛି, ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଛି, ବାକ୍ୟରେ ପୀଡ଼ା ଦେଉଛି, ମନେ ମଧ୍ୟ ଗାଳି ଦେଉଛି, କାହାରିକୁ ପୀଡ଼ା ଦିଏନି। କେତେବେଳେ ଆପଣ ଭକ୍ତ ଚରିତ୍ର ପ୍ରହ୍ଲାଦଙ୍କ ଚରିତ୍ର ପାଠ କରି ଦେଖିବେ କେତେ କଷ୍ଟ ତାର ପିତା ହିରଣ୍ୟକଶ୍ୟପ ଦେଇଛି। ସେ କ'ଣ କେବେ ତାଙ୍କ ପିତାଙ୍କୁ ଗାଳି ଦେଇଛନ୍ତି, କଟୁ କଥା କହିଛନ୍ତି, ମନରେ କେବେ ଖରାପ ଭାବିଛନ୍ତି? କାରଣ ସେ ଅନୁଭବ କରିଛନ୍ତି ଈଶ୍ୱରଙ୍କ ବିନା ସୃଷ୍ଟିରେ କେହି ନାହାନ୍ତି। ଯାହା ଯିଏ ଦେଉଛି କରୁଛି ସବୁ ସେ ଈଶ୍ୱର କରିଛନ୍ତି ମୋର ମଙ୍ଗଳ ପାଇଁ, ମୋର କଲ୍ୟାଣ ପାଇଁ। ଯେଉଁ ଇନସିଡେଣ୍ଟ ଘଟୁଛି ତା ତୁମର ମଙ୍ଗଳ ପାଇଁ, ତୁମକୁ ଜ୍ଞାନ ପ୍ରାପ୍ତି ପାଇଁ। ଏ କଥା କ'ଣ ମନ ବୁଝିବ? ଯେତେବେଳେ ଆତ୍ମବୋଧ ଅବସ୍ଥା ଆସିବ, ସର୍ଚକ୍ର ତୁମେ ଭେଦ କରିବ, ସେତିକିବେଳେ ତୁମେ ତାଙ୍କୁ ଲକ୍ଷ୍ୟ କରିପାରିବ। ସେଇ ମାଛର ଆଖିକି ଅର୍ଜୁନ ହିଁ ଦେଖିପାରିଥିଲା। ସେ ତୀର ମାଇଲା ଏବଂ ସେ ମାଛର ଆଖିକି ତୀରଟା ଭେଦ କଲା। ସେଇ ଯେଉଁ ଆଖି ଅଛି, ସେ ଆଖିକି ଦେଖିବା କ'ଣ ଏତେ ସହଜ? ଯିଏ ଷଡ଼ଚକ୍ର ଭେଦ କରିଛି ସେ ଆଖିକି ଦେଖିଛି, ସେ ତାକୁ ଦେଖିଛି, ତାକୁ ଜାଣିଛି। ତେଣୁ ଯେତେବେଳେ ରୁଦ୍ରଗ୍ରନ୍ଥି ଭେଦ ହେବ, ଖାଲି ଶୁଣିବ, କିଛି ବ୍ରହ୍ମଜ୍ଞାନ କହିଲେ ଖାଲି ଶୁଣିବ, ଲୀଳା କହିଲେ ବଢ଼ିଆ ଲାଗିବ ଶୁଣିବାକୁ। ରୁଦ୍ରଗ୍ରନ୍ଥି ଯେତେବେଳେ ଭେଦ ହେବ, ପ୍ରଳୟ ତମ ଭିତରେ ହେବ, ତମ ଭିତରେ ଆଉ କିଛି ନାହିଁ, କେବଳ ଗୋଟିଏ ଅବସ୍ଥା, ଆତ୍ମବୋଧ ଅବସ୍ଥା। ନା ପର୍ବ, ନା ପର୍ବାଣୀ, ନା ପିଣ୍ଡ, ନା ଶ୍ରାଦ୍ଧ, କେଉଁଥିରେ କିଛି ନାହିଁ। ସେସବୁ ଅଛି ସାଧାରଣ ଲୋକ ପାଇଁ, ଜଣେ ସାଧକ ସାଧିକାଙ୍କ ପାଇଁ ନୁହେଁ। କି କାହାକୁ ବିରୋଧ କରିବାର ନାହିଁ, କାହାକୁ ନିନ୍ଦା କରିବାର ନାହିଁ, କାହାକୁ ଘୃଣା କରିବାର ନାହିଁ, କେଉଁଟା ଭୁଲ ବି କହିବାର ନାହିଁ। କାରଣ ତୁମେ ଧର୍ମ ଜଗତର ଯାତ୍ରୀ ହେବ, ପୁଣ୍ୟ ଜଗତର ଯାତ୍ରୀ ହେବ ନାହିଁ। ତୁମେ ଶରୀରକୁ, ସାରା ବିଶ୍ୱକୁ ଯେ ଧାରଣ କରି ରଖିଛି, ତାକୁ ପ୍ରତ୍ୟେକଟି ମୁହୂର୍ତ୍ତରେ ତୁମେ ଉପଲବ୍ଧି ଅନୁଭବ କରିବ, ତାକୁ ଦେଖିବ। ସେତେବେଳେ ସବୁକିଛି ତାଙ୍କର, ତମର ବୋଲି ଏଠି କିଛି ନାହିଁ, ସବୁକିଛି ଈଶ୍ୱରଙ୍କର। ସେତେବେଳେ ତମର ସମର୍ପଣ ଭାବ ଆସିଲା, ଶରଣାଗତିଟା ଆସିଲା। ଶରଣାଗତିରୁ ଧାର୍ମିକ ଜୀବନ ଆରମ୍ଭ ହୁଏ। ଯାହାର ଶରଣାଗତି ନାହିଁ, ଯେତେ କ୍ରିୟା କରୁ, ଯେତେ ଜପ କରୁ, ଯେତେ ଧ୍ୟାନ କରୁ, ଯେତେ ଗୁରୁକୁଳ ଆଶ୍ରମ ଆସୁ, କିଛି ନାହିଁ। ତାର ତ ଅହଙ୍କାର ଭିତରେ ବୁଡ଼ି ରହିଛି। ସେଥିଲାଗି ଭଗବାନ ଉଦ୍ଧବକୁ ଗୋଟିଏ ଛୋଟିଆ କଥାରେ ଦର୍ଶନର ବିଧିଟା ବତେଇ ଦେଲେ। ଭଗବତ ଦର୍ଶନର ବିଧିଟା କ'ଣ? ଉଦ୍ଧବ କ'ଣ ମନେ ରଖିଥିବୁ, ମୁଁ ମରିଲେ ତୁ ମୋତେ ପାଇବ। ସାଉଣ୍ଡ, ମୁଁ ମରିଲେ ତୁ ମୋତେ ପାଇବ। ତେଣୁ ଆମ ଭିତରେ କେବେ ସମୀକ୍ଷା ହେଇଛି, କେବେ ଆଲୋଚନା ହେଇଛି, ଏ ମୁଁଟା କେଉଁଦିନ ମରିବ, ଏ ମୁଁଟା କେମିତି ମରେ? ଯାଇକି ସାଧୁମାନଙ୍କୁ, ଗୁରୁମାନଙ୍କୁ ପଚାରିଲ, ଏ ମୁଁଟା କେମିତି ମରିବ? ଗୋଟିଏ ପଦ ଉଦ୍ଧବ ମନେ ରଖିଥିବୁ, ମୁଁ ମରିଲେ ତୁ ମୋତେ ପାଇବ। ତାହେଲେ ମୁଁଟା ମରିଲେ ଆମେ ତାଙ୍କୁ ପାଇବା। ଆଉ କ'ଣ ସାଧନା? ଆଉ କ'ଣ ସାଧନା? କେମିତି ସେ ମୁଁଟା ମରିବ? 2025 ମସିହା ଡିସେମ୍ବର 28 ତାରିଖ ରବିବାର। ମନେ ହୁଏ
ଆର ବର୍ଷ ଆମେ ଏଇଠି 31 ତାରିଖରେ ସତ୍ସଙ୍ଗ କରିଥିଲୁ। ପୁଣି 31 ତାରିଖରେ ସତ୍ସଙ୍ଗ ହେବ। ଆର ବର୍ଷ ନବବର୍ଷ କ'ଣ କହିଥିଲୁ, ଏ ବର୍ଷ ନବବର୍ଷ କ'ଣ କହିବୁ। କାଳିଆ ଠାକୁର ଆମ ଭିତରେ ପ୍ରେରଣା ଦେଇଛନ୍ତି। ସୁନ୍ଦର କଥାଟିଏ ମନ ଭିତରକୁ ଆସିଛି। ସମର୍ପଣ ପରେ ଯାହା ତମ ଭିତରେ ଉଙ୍କି ମାରେ ତାଙ୍କରି ପ୍ରେରଣା। ଯେଉଁମାନେ ଆସିବେ ଶୁଣିବେ, ନହେଲେ ଡବଲ ସି ଭକ୍ତି ଚ୍ୟାନେଲରେ ଦେଖିବେ। ତେଣୁ ଗୋଟେ ଛୋଟିଆ କଥା, ଏତେ ପଦକେ ନିସ୍ତରିବି ମୁହିଁ, ଏତେ ସାଧନା କ'ଣ ପାଇଁ? ସମୟ କାହିଁ? କେତେ ରୋଗ ବ୍ୟାଧି ବାଧା ବିଘ୍ନ ପ୍ରତିବନ୍ଧକ, କି ମନ୍ତ୍ର ଯନ୍ତ୍ର ତନ୍ତ୍ର। ମନ୍ତ୍ର ଯନ୍ତ୍ର ନାହିଁ ମାଳା ନଗଡ଼ଇ, ମନ ସୂତ୍ରରେ ଭଜନ, ଯାଉଛି ଆସୁଛି ବାରଣ ନହୁଛି, ଦିନେ ମନ ତାକୁ ଚିହ୍ନିଲୁ ନାହିଁ ବା ଜାଣିଲୁ ନାହିଁ। ସେଇ ଶ୍ୱାସ ପ୍ରଶ୍ୱାସରେ ଆମର କ'ଣ ମନ ଅଛି? ଯେତେବେଳେ ଶ୍ୱାସ ପ୍ରଶ୍ୱାସରେ ଆପଣ ମନକୁ ରଖିବେ, ସେଇ ବ୍ରହ୍ମମନ୍ତ୍ରକୁ ସୋହଙ୍ଗକୁ ଆପଣ ଉପଲବ୍ଧି କରିବେ। ଧୀରେ ଧୀରେ ଶ୍ୱାସ ପ୍ରଶ୍ୱାସ ଆପଣଙ୍କର କ୍ଷୀଣ ହେବାକୁ ଲାଗିବ। ଯେତେ ତା ପାଖରେ ମନକୁ ରଖିବେ। ୱାଚ୍ ୟୋର ବ୍ରେଥ୍ ଅଲୱେଜ୍। ପ୍ରତ୍ୟେକ ବ୍ରେଥକୁ ନଷ୍ଟ କରନ୍ତୁନି, ଗୁରୁଦେବ କହୁଥିଲେ। ପ୍ରତ୍ୟେକଟି ବ୍ରେଥରେ ତାଙ୍କୁ ଦେଖନ୍ତୁ, ସେ ନେଉଛନ୍ତି, ସେ ଛାଡ଼ୁଛନ୍ତି। ସେଇଥିରେ ସୋହଂ ଭଜନ ଚାଲିଛି। ଯଦି ଗୋଟିଏ ସାଧନା ବସି କରିବେ, ଧୀରେ ଧୀରେ ଶ୍ୱାସ ପ୍ରଶ୍ୱାସର ଗତି ଯଦି କ୍ଷୀଣ ହୋଇ ଆଗ ହେବ, ତାପରେ ଟେକ୍ନିକ୍ ଅଛି, ସେ ବିନ୍ଦୁରେ ପରିଣତ ହେବ। ଯେତେବେଳେ ସେ ଅଣୁରେ ପରିଣତ ହେବ, ତମ ଭିତରେ ମୁଁଟା ମରିଯିବ। କରିପାରିବ ନାହିଁ। ତମ ଭିତରେ ମୁଁଟା କେମିତି ମରିବ? ଏଇ ଗୋଟେ ଓନ୍ଲି ୱାନ୍ କ୍ୱେଶ୍ଚିନ୍ ୟୁ ଆସ୍କ ୟୁଅର କନସାଇନ୍ ମାଇଣ୍ଡ ଅଲୱେଜ୍। ମୁଁ ମୋ ମୁହଁକୁ କେମିତି ମାରିବି? ଆଉ ଗୋଟେ ସୁନ୍ଦର ଟେକ୍ନିକ୍ ହେଉଛି, ଯେତେବେଳେ ନିଜକୁ ଭଗବାନ ନିକଟରେ ଆତ୍ମା ହେଇକି ସମର୍ପଣ କରିଦେଲ, ସବୁ ତୁମର ଦେଖିବ ମୁଁ ମରିଯିବ। ବହୁତ ପରସେଣ୍ଟରେ ମୁଁ ମରିଯିବ। ଯଦି ପ୍ରାଣାୟାମ ସାଧନା କରିବ, ମୁଁ ବି ମରିବ। ଶେଷରେ ଯେଉଁ ମୁଁ ଟିକେ ରହିବ, ସାମାନ୍ୟ ମୁଁ ଟିକେ ରହିବ, ତା ଗୁରୁ କୃପା ଭଗବତ କୃପାରେ ସେ ମୁଁଟା ଚାଲିଯିବ। ସବୁ କାମ ହେଉଥିବ, ନିଜ ଭିତରେ ମୁଁ ମୋର ଭାବଟି କ'ଣ ନଥିବ। ଆନନ୍ଦ। ମୁଁ କେମିତି ମରିବ, ଏଇ କଥା ରହିଲା। ମାନେ ଜୀବନକୁ ସରସ ସୁନ୍ଦର ଆନନ୍ଦ ପ୍ରେମମୟ କରିବାକୁ ହେଲେ କେତେ ଗୁଡ଼ିଏ ଉପାୟ ଟେକ୍ନିକ୍ ପ୍ରୟୋଗ କରିବାକୁ ପଡ଼େ। ପ୍ରଥମ ହେଉଛି ନିଜକୁ ଚିହ୍ନ ଜାଣ। ଦ୍ୱିତୀୟରେ ଭଗବାନ ନିକଟରେ ସମର୍ପଣ କର। ତୃତୀୟରେ ଭଗବାନ ନାମକୁ ଜପ ଆଉ ଧ୍ୟାନ କର। ଚତୁର୍ଥରେ ହେଉଛି ଜୀବନଟାକୁ ସେବାମୟ କରିଦିଅ, କର୍ମମୟ କର ନାହିଁ। ପଞ୍ଚମରେ ନିଜର ଯାହା ରୋଜଗାର ତମ ଦ୍ୱାରା ହେଉଛି, ତମ ନୁହେଁ, ସେଇ ଭଗବାନ ଯାହା ରୋଜଗାର କରୁଛନ୍ତି, ନିଜର ଶକ୍ତି ସାମର୍ଥ୍ୟ ଠାରୁ ଅଧିକା ସେଇ ଭଗବାନଙ୍କ ସେବାରେ ଲଗାଇ ଦିଅ। ତେଣୁ ସମର୍ପଣ କଥା ରହିଲା ଏଇଠି, ଜପ ଧ୍ୟାନ କଥା ରହିଗଲା, ସେବା କଥା ରହିଗଲା, ଦାନ କଥା ରହିଗଲା। ନେକ୍ସଟ ଭୁବନେଶ୍ୱରରେ ସତ୍ସଙ୍ଗରେ ସେଇଠୁ ପୁଣି ଆରମ୍ଭ ହେବ। ବେଶୀ ସମୟ ଆପଣମାନେ ଶୁଣିଲେ ଆପଣଙ୍କର ମାଇଣ୍ଡ କାମ କରୁନାହିଁ। ଆମେ ତ କହିଲେ ଅହଙ୍କାର ନୁହେଁ, ସେ ଭଗବାନ ଘଣ୍ଟା କହିବେ। ତେଣୁ ମୁଁକୁ ଚିହ୍ନିବା, ମୁଁକୁ ଜାଣିବା, ମୁଁକୁ ଅନୁଭବ କରିବା। ମୋର କ'ଣ ଜାଣିବା, ମୋର କ'ଣ ଚିହ୍ନିବା, ଜାଣିବା, ଅନୁଭବ କରିବା। ଲାଷ୍ଟକୁ ସେ ମୁଁକୁ କେମିତି ଆମେ ମାରିବା, ସେ ମୁଁକୁ ଆମେ କେମିତି ମାରିବା, ଏଇ ସାଧନା କରିବା।
ପଦକେ ନିସ୍ତରିବି ମୁଇଁ ଏତେ ଭଜନ କାହିଁ ପାଇଁ। ମୁଁ ମରିଲେ ତୁ ଯଦି ପାଇବୁ, ଉଦ୍ଧବ ମନେ ରଖିଥିବୁ, ମୁଁ ମରିଲେ ତୁ ମୋତେ ପାଇବୁ। ତେଣୁ ସବୁଦିନେ ମୃତ୍ୟୁର ରୂପକୁ ଦେଖନ୍ତୁ। ଗୋଟେ ଛୋଟିଆ କଥାଟେ କହିବା, ସନ୍ଥ ଏକନାଥ ବସିକି ସବୁବେଳେ ଭଜନ କରୁଥିଲେ, ଭଗବାନଙ୍କ ନାମକୁ ସବୁବେଳେ ଜପ ଧ୍ୟାନ କରୁଥିଲେ। ଜଣେ ଲୋକ ଯାଇ ତାଙ୍କ ପାଖରେ ପହଞ୍ଚିଲେ, ପ୍ରଣାମ କଲେ, ଦେଖିଲେ ସିଏ ଘଣ୍ଟା ଘଣ୍ଟା ବସିଲେ ତାଙ୍କ ପାଖରେ, ସେ ସେମିତି ଜପ ଧ୍ୟାନ କରୁଛନ୍ତି। ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣୁଛି, ହରିନାମେ କି ରସ ଅଛି। ସେଇ ନାମକୁ ଥରେ ଯିଏ ଜାଣିଲେଣି, ଅମଳ କମଳ ଚରଣକୁ ମନ ଭ୍ରମର ତୁ ହୋଇଯାରେ, କମଳା ସେବିତ କୋମଳ ଚରଣ ନିରନ୍ତରେ ଚମ୍ବୁ ଥାରେ, ଝରୁଅଛି ସଦା ଅଭୟ ଅମୃତ ପାନ କର ତୁ ମଜାରେ। ଆମେ ତ ଗପିଲେ, ଆମେ ଖେଚରୀ ମୁଦ୍ରା କ'ଣ କରୁଛେ ନା ସେ ଅମୃତକୁ ଆମେ ପାନ କରୁଛେ? ହଁ ତ ଗପ ଗପ କ'ଣ ଆପଣମାନେ ଗପନ୍ତି, ଆମକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ। ପୁଣି ଆମ ଆଗରେ, ଆମେ ଗୁରୁକୁଳ ଆଶ୍ରମରେ କମ୍ପ୍ଲିଟଲି ନୀରବ ରହୁଥିଲୁ, ସବୁ ସମୟରେ ଖେଚରୀ ମୁଦ୍ରା। ଟକ୍ ଲେସ୍ ମେଡିଟେଟ୍ ମୋର୍, ଟକ୍ ଲେସ୍ ଗେନ୍ ପାୱାର। ଅଯଥା ଶବ୍ଦ ତରଙ୍ଗକୁ ଛାଡ଼ୁଛ, ବାୟୁମଣ୍ଡଳକୁ ପଲ୍ୟୁସନ୍ କରୁଛ। ଦେଖିଲେ ସେ ନାମ ଜପ କରୁଛନ୍ତି, ଧ୍ୟାନ କରୁଛନ୍ତି। ପଚାରିଲେ ଏଇଟା କେମିତି ସମ୍ଭବପର ହେଲା, କେମିତି ତୁମେ ଆକୁ କରିପାରୁଛନ୍ତି ଆପଣ? ସେ କହିଲେ ତୋର 7 ଦିନ ଭିତରେ ମୃତ୍ୟୁ ହବ। ନା ମୋର 7 ଦିନ ନିଶ୍ଚିନ୍ତ 7 ଦିନ ଭିତରେ ମୃତ୍ୟୁ ହବ। ସମସ୍ତଙ୍କର ମୃତ୍ୟୁ 7 ଦିନ ଭିତରେ ହୁଏ। 7ଟା ବାର ନା, ନିଶ୍ଚିନ୍ତ 7 ଦିନ ଭିତରେ ମୃତ୍ୟୁ ହବ। କ'ଣ କରିବାକୁ ପଡ଼ିବ? ତୁ ଘରକୁ ପଳା। ସେ ଘରକୁ ଆସି କହିଦେଲା, ମୋତେ ଏକନାଥ କହିଛନ୍ତି ମୋର 7 ଦିନ ଭିତରେ କ'ଣ ହବ ନା ମୃତ୍ୟୁ ହବ। ନା 7 ଦିନ ଭିତରେ ମୃତ୍ୟୁ? ନା ହଁ। ଆଉ କ'ଣ ମୋ ସ୍ତ୍ରୀ ପାଖରେ ମନ, ନା ପୁଅ ପାଖରେ ମନ, ନା ଝିଅ ପାଖରେ ମନ, ନା ଟଙ୍କା ଐଶ୍ୱର୍ଯ୍ୟ ପାଖରେ ମନ? ମୁଁ ତ ମରିବି 7 ଦିନରେ, ଆଉ କ'ଣ କରିବି? ନା ପ୍ରଭୁଙ୍କୁ ଭଜନ କଲା, ଖାଲି ତ ବସି ଭଜନ କଲା, ଜପ କଲା, ଧ୍ୟାନ କଲା, ଜପ କଲା, ଧ୍ୟାନ କଲା, ଜପ କଲା, ଧ୍ୟାନ କଲା। ଯେମିତି 6 ଦିନ ପରେ 7 ଦିନ ଯାଇଛି, ସେଇଠି ଆସି ଏକନାଥ ପାଖରେ ପହଞ୍ଚିଲା। ହେଲା, ପ୍ରଭୁ ଆଜି 7ମ ଦିନ ମୋର ମୃତ୍ୟୁ ହବ। ଆପଣ କହିଛନ୍ତି, ଆପଣ ସତ୍ୟନିଷ୍ଠ, ବାକ୍ୟନିଷ୍ଠ, ଆପଣଙ୍କ କଥା କେତେବେଳେ ଭୁଲ ହବ ନାହିଁ। ସବୁଠୁ କହିଲେ କ'ଣ କଲୁ, ଏ 7 ଦିନଟାକୁ କେମିତି କାଟିଲୁ? ନା ପ୍ରଭୁ ଆଉ କେମିତି କାଟିବି, ମୁଁ ତ ମରିବି, ଏସବୁ ମୋର ପୁଅ ଝିଅ, ଘର ଦ୍ୱାର, ବନ୍ଧୁବାନ୍ଧବ, ଐଶ୍ୱର୍ଯ୍ୟ ସମ୍ପତ୍ତି ମୋର କ'ଣ ହବ? କ'ଣ କଲୁ? ବସି ଭଜନ କଲି। ଠାକୁର ନାମ ଆପଣ ଯେମିତି ଜପ କରୁଥିଲେ, ଭଜନ କରୁଥିଲେ, ମୁଁ ସେମିତି କଲି। ଏଥିରୁ ଉତ୍ତର ପାଇଲୁ, ଯେତେବେଳେ ଲୋକ ନିଜର ମୃତ୍ୟୁକୁ ଦେଖିପାରିବ, ମୁଁ ମରିଯିବି, ପ୍ରତ୍ୟେକଟି ମୁହୂର୍ତ୍ତରେ ମୋର ଆୟୁଷ କ୍ଷୟ ହେବାରେ ଲାଗିଛି, ସେଇ ନିର୍ଦ୍ଦିଷ୍ଟ ଦିନ, ନିର୍ଦ୍ଦିଷ୍ଟ ସମୟ, ନିର୍ଦ୍ଦିଷ୍ଟ ସ୍ଥାନ ପାଖକୁ ମୁଁ ଦୌଡ଼ିଛି ପ୍ରତ୍ୟେକଟି ମୁହୂର୍ତ୍ତରେ। ଶ୍ୱାସ କ୍ଷୟ ହେଉଛି, ଶରୀର କ୍ଷୟ ହେଉଛି, ସିର୍ଜତେ ଇତି ଶରୀର, ଯାହା କ୍ଷୟ ହେବାରେ ପ୍ରତ୍ୟେକଟି ମୁହୂର୍ତ୍ତରେ ଲାଗିଛି। ବାବା ଏବେ କହିଲେ ଟିକେଟ କଟା ହେଉଛି, ହେଇଗଲାଣି, ଖାଲି ଷ୍ଟେସନରେ ପହଞ୍ଚିବାର ଅଛି। ତେଣୁ ପ୍ରତ୍ୟେକ ଦିନ ଯଦି ଆପଣ ମୃତ୍ୟୁର ରୂପକୁ ଦେଖିପାରିବେ, ମୁଁ ମରିଯିବି, ସମୟ ପାଖେଇ ଆସୁଛି, କିଛି ନେଇକି ଯିବି ନାହିଁ, ଖାଲି ଯିବି। କେମିତି ମରିବି, କେଉଁଠି ମରିବି? ଯିଏ ଭଗବାନ ସତ୍ୟ, ସତରେ କ'ଣ ମୁଁ ତାକୁ ଭଜନ କରିକି ମରିବି, ତା ରୂପ ଦେଖିକି ମରିବି? ଯଦି ତା ରୂପକୁ ସବୁବେଳେ ଘଣ୍ଟା ଘଣ୍ଟା ଦେଖୁଥିବେ, ତା ନାଁକୁ ଜପ କରୁଥିବେ, ଧ୍ୟାନ କରୁଥିବେ, ସେତିକି ବେଳ ସେଇ ସମୟ ପାଇଁ ସାରା ଜୀବନ ଖଟିବାକୁ ପଡ଼େ।
ସିଏ ସ୍ମରଣ କରାଇଦେବେ। ସେତେବେଳେ କୌପୁନି ପିନ୍ଧିପାରିବ ନାହିଁ, ତିଳକ କାଟିପାରିବ ନାହିଁ, ଫୁଲମାଳ ପିନ୍ଧିପାରିବ ନାହିଁ, ଆସନରେ ବସିପାରିବନି, କିଛି କରିପାରିବନି। ଯେଉଁମାନଙ୍କର ଜନ୍ମ ଜନ୍ମାନ୍ତର ସୁକୃତ ଅଛି, ତପସ୍ୟା ଅଛି, ଯେମିତି ଲାହିଡ଼ି ବାବା, ଯୁକ୍ତେଶ୍ୱର, ଯୋଗାନନ୍ଦ, ଯେମିତି ଅନ୍ୟ ମହାପୁରୁଷମାନେ ସବୁ ଅଛନ୍ତି, ତ୍ରୈଲୋକ୍ୟ ସ୍ୱାମୀ, ରାମକୃଷ୍ଣ ପରମହଂସ, ସେମାନେ ଜ୍ଞାତସାରରେ ଦେହ ଛାଡ଼ିଛନ୍ତି, ସେଇ ବ୍ରହ୍ମରନ୍ଧ୍ର ଦେଇ ପଳାଇଛନ୍ତି। ତେଣୁ କିଛି କିଛି ସମୟ ଗୁରୁଦେବ କହୁଥିଲେ ଆମକୁ, ତୁମେମାନେ ମେଡ଼ିକାଲ ଯାଅ, ଟିକେ ମେଡ଼ିକାଲ ବୁଲିକି ଦେଖ, ଆଉ ଯେଉଁଠି ଲୋକ ପୋଡ଼ା ହେଉଛନ୍ତି ଶ୍ମଶାନ, ସେଠି ଟିକେ ଟିକେ ଯାଇ ବସ, ତୀର୍ଥ କରିକି ଯାଅ ନାହିଁ। ସେଇଠି ବସିଲେ ତୁମ ଭିତରେ ବୈରାଗ୍ୟ ଆସିବ। କି ବସିବା ପାଇଁ ତୁମକୁ କଷ୍ଟ ହେଉଛି? ଦେଖନ୍ତୁ, ଏସବୁ ଭକ୍ତି ଯୋଗର କଥା ଟିକେ କହୁଛି। ଯେତେବେଳେ ପରୀକ୍ଷିତକୁ ବ୍ରହ୍ମଶାପ ହେଲା, 7 ଦିନ ଭିତରେ ତାଙ୍କର ମୃତ୍ୟୁ ହେବ, ତକ୍ଷକ ଦଂଶନ କରିବ, କେହି ତାଙ୍କୁ ବାଟ ବତେଇ ପାରିଲେନି, ଏକମାତ୍ର ଶୁକଦେବ ତାଙ୍କୁ ବାଟ ବତେଇଲେ, ତୁମେ 7 ଦିନ ଯଦି ଭାଗବତ ଶୁଣିବ, ତୁମେ ବ୍ରହ୍ମଶାପରୁ ମୁକ୍ତି ଲାଭ କରିବ। ସେଠି ଶୁକଦେବ କହିଲେ, ପରୀକ୍ଷିତ ଶୁଣିଲେ, ଅଲଗା ମୁନି ଋଷିମାନେ ମଧ୍ୟ ଶୁଣିଲେ। ତାହେଲେ ଯଦି ଭଗବତ ପ୍ରସଙ୍ଗ ଶ୍ରବଣରେ ବ୍ରହ୍ମଶାପ କ୍ଷୟ ହେଇଗଲା, ସେଥିରୁ ସେ ମୁକ୍ତି ଲାଭ କଲେ, ତାହେଲେ ସତ୍ସଙ୍ଗ ଯେ ତୁମେମାନେ ଖାଲି ଏକାଗ୍ର ଚିତ୍ତରେ ଶୁଣିବ, ମାନେ ମନଟା କୁଆଡ଼େ ଦେଇନଥିବ, ତାହେଲେ ତୁମର କେତେ ସାପ କ୍ଷୟ ହେଇଯିବ। ସମସ୍ତେ ସାପଗ୍ରସ୍ତ ହେଇକି ଜନ୍ମ ହେଇଛ ନା, କେତେ କ୍ଷୟ ହେଇଯିବ। କାହିଁ ସେ ଶୁଣିବାର ଭାବ, କାହିଁ ସତ୍ସଙ୍ଗର ଆଶ୍ରୟ। ଯଦି ଫିଲ୍ମ ଅଭିନେତା ଅଭିନେତ୍ରୀ ଆସିବେ, ଷ୍ଟେଜ ବନ୍ଧା ହେଇଥିବ, ଯେଉଁ ଭିଡ଼, ଟିକେଟ ବି ମିଳିବ ନାହିଁ। ଯଦି 1000 ଟଙ୍କା ବି ଟିକେଟ ହୁଏ, ସେଇଭଳି ଅଭିନେତା ଅଭିନେତ୍ରୀ ଆସିବେ, ତଥାପି 1000 ଟଙ୍କା 2000 ଟଙ୍କା ହେଲେ ବି ଲୋକ ଦେଖିବେ। କେତେ ସେଠି ସାପ, ବ୍ରହ୍ମଶାପ, ସମସ୍ତେ ସାପଗ୍ରସ୍ତ। ଯିଏ ଆସିଛନ୍ତି ଏଠିକି ସମସ୍ତେ ସାପଗ୍ରସ୍ତ। ଅଭିଶାପ ସମସ୍ତଙ୍କ ଉପରେ ରହିଛି। ଋଣ, ସମସ୍ତେ ଋଣ କରିକି ଆସିଛନ୍ତି, ଋଣରୁ ମୁକ୍ତି ହେବା ପାଇଁ କର୍ମ କରୁଛନ୍ତି। ତେଣୁ ପରୀକ୍ଷିତ କ'ଣ କଲେ ନା, ଖାଲି ଏକାଗ୍ର ଚିତ୍ତରେ ବସିକି ଶୁଣିଲେ। ସେଥିଲାଗି ନବଦା ଭକ୍ତିରେ ପ୍ରଥମ ରଖାଯାଇଛି କ'ଣ ନା, ଶ୍ରବଣ କୀର୍ତ୍ତନ। 9ଟା ଯାକ ମିଶିଲେ ସେଇଟା ହେଉଛି ଭକ୍ତି। ଶ୍ରବଣ, କୀର୍ତ୍ତନ, ସ୍ମରଣ, ଅର୍ଚ୍ଚନ, ବନ୍ଦନ, ଦାସ, ସଖ୍ୟ, ଲାଷ୍ଟ ହେଉଛି କ'ଣ, ଆତ୍ମ ନିବେଦନ। ଏ 9ଟା ଯାକ ମିଶିଲେ ଭକ୍ତି। ଲୋକ କହନ୍ତି ଗୋଟିଏ ଗୋଟିଏ ଭକ୍ତି, ଭକ୍ତି 9 ପ୍ରକାର ନୁହେଁ। ଏ 9ଟା ଯାକ ମିଶିଲେ ହେଉଛି ଭକ୍ତି। ଶ୍ରବଣ କରିବ, କୀର୍ତ୍ତନ କରିବ, ସ୍ମରଣ କରିବ, ବନ୍ଦନ କରିବ, ଦାସ, ସଖ୍ୟ, ଆତ୍ମନିବେଦନ କଲେ ଯାଇକି ଏଇଟା ଭକ୍ତି ହେଲା। ଲୋକ କହନ୍ତି ନା, ଖାଲି ଶ୍ରବଣରେ ହେଇଗଲା, ଖାଲି କୀର୍ତ୍ତନରେ ହେଲା, ଖାଲି ସ୍ମରଣରେ ହେଇଗଲା, ଖାଲି ବନ୍ଦନାରେ ହେଇଗଲା, ଖାଲି ଦାସ, ସଖ୍ୟ, ସଖାରେ, ନା ନା, ସବୁଟା ମିଶିକି ହେଉଛି ଭକ୍ତି। ତେଣୁ ଯେତେବେଳେ ଜାଣିବ, ନିଜକୁ ଚିହ୍ନିବ, ସମର୍ପଣ କରିଦେବ, ତାପରେ ତମ ଭିତରେ ତାଙ୍କ ପ୍ରତି ହୃଦୟରେ ଭକ୍ତି ଭାବ ଆସିବ। ହୃଦୟ ବୋଲେ ଏଇଟା ଗୋଟେ ହୃଦୟ, ଆଜ୍ଞାଚକ୍ର ଗୋଟେ ହୃଦୟ, ସହସ୍ର ଗୋଟେ ହୃଦୟ। ଏ ହୃଦୟରେ ଭକ୍ତି ଆସିବ। ସବୁ ସମୟରେ ନାମରେ, ଭଗବାନଙ୍କ ଧ୍ୟାନରେ ରୁଚି ଆସିଯିବ। ମନ କୁଆଡ଼େ ଯିବ ନାହିଁ, ମନ ସ୍ଥିର ଶାନ୍ତ ହେଇଯିବ। କିନ୍ତୁ ବର୍ତ୍ତମାନ ଶିଷ୍ୟମାନେ ଗୁରୁଙ୍କ ପାଖକୁ ଯାଇ କହୁଛନ୍ତି,
ଆମକୁ ଗୋଟେ ଏମିତି କ'ଣ ମନ୍ତ୍ର ଦେଇଦିଅ, ଯନ୍ତ୍ର ଦେଇଦିଅ, ତନ୍ତ୍ର ଦେଇଦିଅ, ଆମେ ସମୁଦ୍ରରେ ଚାଲିବୁ, ଟଙ୍କା ରୋଜଗାର କରିବୁ, ଜମିବାଡ଼ି କିଣିବୁ, କୋଠା ବାଡ଼ି କରିବୁ, ଚାକିରିରେ ଆମର ପ୍ରମୋସନ ହେବ। କେମିତି ଅନିତ୍ୟ କଥା ସେମାନେ ପ୍ରେୟାର କରୁଛନ୍ତି, ତାର ସୁଯୋଗ ନେଇ ବର୍ତ୍ତମାନ ସମୟର ସାଧୁମାନେ ବିଭିନ୍ନ ବାଟ ବତେଇ ଦେଉଛନ୍ତି। ତେଣୁ ସେ ବିଷୟରେ ଆଲୋଚନା କରିବାର ଆମର ଆବଶ୍ୟକତା ନାହିଁ। ଆଜି ଯେମିତି କର୍ମ କରିବେ ଆପଣ ସେଇଭଳି ଫଳ ପାଇବେ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା, ଆପଣ ଦିନେ ମରିବେ କଥା ବିଶ୍ୱାସ କରିପାରୁନାହାନ୍ତି। ଆଉ ଗୋଟେ ବଡ଼ ଆଶ୍ଚର୍ଯ୍ୟ କଥା, ଆପଣ ଯେଉଁ କର୍ମ କରୁଛନ୍ତି ତାର ଫଳ ଆପଣ ଭୋଗ କରିବେ। ଗୁରୁଦେବ ଗୋଟେ ସୁନ୍ଦର କଥା କହୁଥିଲେ। ଶେଷ କଥାକୁ ରଖିବା। ଗୋଟେ ମୂଷିକଟେ ସାଧୁଙ୍କ ପାଖକୁ ପହଞ୍ଚିଲେ। ମୂଷାଟେ କହିଲେ, ଋଷି ମହାଶୟ, ମୋତେ ବିଲେଇମାନେ ଗୋଡ଼ଉଛନ୍ତି ସବୁବେଳେ ଖାଇବା ପାଇଁ, କେତେବେଳେ ମୋତେ ଖାଇଦେବେ, ମୋତେ ଟିକେ ତେମେ କ'ଣ କର ନା ଗୋଟେ ବିଲେଇ କରିଦିଅ। ସେ କମଣ୍ଡଳୁ ଟିକେ ପାଣି ଛିଞ୍ଚି ଦେଲେ ମାର୍ଜାର ଭବ। ଶେଷରେ ମୂଷାଟା ବିଲେଇ ହେଇଗଲା। ବିଲେଇ ଆନନ୍ଦରେ ବୁଲିଲା। କିଛି ଦିନ ପରେ ବିଲେଇ ଆସି କହିଲା, ପ୍ରଭୁ, ମୋତେ କୁକୁର ଗୋଡ଼ଉଛି ଖାଇବା ପାଇଁ, ମାରିଦେବା ପାଇଁ, ମୋତେ ଟିକେ କୁକୁର କରିଦିଅ। ସେ ପୁଣି ପାଣି ଛିଞ୍ଚି ଦେଲେ ଶ୍ୱାନ ଭବ। ପୁଣି ତାକୁ କୁକୁର କରିଦେଲେ। କୁକୁର ଜଙ୍ଗଲରେ କିଛି ଦିନ ବୁଲିଲା ପରେ କହିଲା, ପ୍ରଭୁ, ମୋତେ ବାଘ ସିଂହ ଗୋଡ଼ଉଛନ୍ତି ଖାଇବା ପାଇଁ, ମୋତେ ବାଘ କରିଦିଅ। ସେ ପୁଣି କମଣ୍ଡଳ ପାଣି ଛିଞ୍ଚି ଦେଲେ ବ୍ୟାଘ୍ର ଭବ। ଯେମିତି ବାଘ ହେଇଗଲା, ଏଡ଼େଟେ ଆଖି କରି ବାଘ ରଡ଼ି ଯଦି ଆପଣମାନେ ଶୁଣିଥିବେ, ନାଞ୍ଜ ପିଟିକି କହିଲା, ତମକୁ ଆଗ ମୁଁ ଖାଇବି। ସଉଠୁ ଋଷି କହିଲା, ଆରେ ବେଟା, ତେତେ ମୁଁ ମୂଷାରୁ ଆସି ବ୍ୟାଘ୍ର କଲି, ତୁ ମୋତେ ଖାଇବୁ। ପୁଣି ଟିକେ କମଣ୍ଡଳ ପାଣି ନେଇ ଛିଞ୍ଚି ଦେଲେ ପୁନର୍ମୂଷିକ ଭବ, ପୁଣି ମୂଷା ହେଇଗଲା। ଏ କଥାର ଅର୍ଥ କ'ଣ? ସାଧନା ଗୁରୁ ଦେଲେ ରୂପାନ୍ତରିତ ହୋଇ ଧୀରେ ଧୀରେ ଆପଣ ମହାନ ହେଇଯିବେ। ମନୁଷ୍ୟରୁ ମନୁଷ୍ୟତ୍ଵ, ଈଶ୍ୱରତ୍ଵ, ଦେବତ୍ଵ, ତାହା ଭିତରେ ତମର ଗର୍ବ, ଅହଙ୍କାର, ଦେବତା ହେଇଗଲ, ସମ୍ମାନ, ପ୍ରତିଷ୍ଠା, ଫୁଲ ଫଳ ସବୁ ଆସି ଟଙ୍କା ପଇସା ଲୋକ ଧରିକି ପହଞ୍ଚିବେ। ତୁମେ ଯଦି ପୁଣି ଗର୍ବରେ ଫୁଲି ଉଠିଲ, ଅହଙ୍କାର ଆସିଗଲା, ଅଜ୍ଞାନତା ଆସିଗଲା, ଭଗବାନ ତମକୁ ପୁଣି ପୂର୍ବ ଅବସ୍ଥାକୁ ନେଇ ଆସିବେ, ଗୁରୁଦେବ ନେଇ ଆସିବେ। ଆଗ ଗୁରୁଙ୍କ ଠାରେ ପ୍ରୟୋଗ କରାଯାଏ। ଗୁରୁଙ୍କ ସହିତ ଲଢ଼େଇ, ଗୁରୁଙ୍କୁ ମର୍ଡର କରିବା ପାଇଁ ଯୋଜନା କରାଯାଏ। ଆରେ ଯୀଶୁକୁ ମାରିଦେଲେ ନା, ମହାତ୍ମା ଗାନ୍ଧୀଜୀକୁ ଫାୟାରିଂ କରିଦେଲେ ନା, ଅବତାର ପୁରୁଷଙ୍କୁ କଂସ ଗୋଡ଼େଇଲେ, ରାମଚନ୍ଦ୍ରଙ୍କୁ, ପ୍ରଭୁ ରାମଚନ୍ଦ୍ରଙ୍କୁ ରାବଣ ଗୋଡ଼େଇଲେ, ମାରିବା ପାଇଁ ରାକ୍ଷସ ମାନେ ନା। ତେଣୁ ଭଗବାନ କ'ଣ କରନ୍ତି, ପୁଣି ସେଇଠି ପୁନର୍ମୂଷିକ ଭବ କରିଦେବେ। ସେ କଳାଟି ପୁଣି ହରଣ ହେଇଯାଏ। ଗୁରୁଙ୍କ ସହିତ ବିଦ୍ରୋହ କଲେ, ଗୁରୁଙ୍କ ବିରୁଦ୍ଧରେ ଗଲେ, ଗୁରୁଙ୍କ ନାମରେ କୁତ୍ସାରୋଚନା କଲେ, ମିଛ କଥା କହିଲେ, ପୁଣି ତମକୁ ସେ ସେଇ ମୂଷା କରିଦେବେ। ତେଣୁ ଗୁରୁଦେବ ମୋତେ ଗୋଟିଏ କଥା କହିଥିଲେ, କହିଲେ, ବାପା, ମନେ ରଖିବ, କାହାକୁ ଏତେ ଶୀଘ୍ର ବାଘ କରେଇଦେବ ନାହିଁ। କ୍ଷେତ୍ର ଦେଖି ବାଘ କରିବ, ହେଲେ ତମକୁ ସେ ନିଶ୍ଚିନ୍ତ ଖାଇବ। ସାଧନା କରନ୍ତୁ, ଦେହ ବୋଧରୁ ଅତୀତ ହୁଅନ୍ତୁ, ସର୍ଚକ୍ର ଭେଦ କରନ୍ତୁ, ଗୁରୁ ଭଗବାନ ପ୍ରତି ଶ୍ରଦ୍ଧାବାନ ହୁଅନ୍ତୁ, ସମସ୍ତଙ୍କ ପ୍ରତି ଶ୍ରଦ୍ଧାବାନ ହୁଅନ୍ତୁ, ସମସ୍ତେ ଭଗବାନ ଈଶ୍ୱର ବୋଲି ଭାବନ୍ତୁ, ସରଳ ସାତ୍ତ୍ୱିକ ଜୀବନ କାଟନ୍ତୁ, ସମୟକୁ କେତେବେଳେ ନଷ୍ଟ କରନ୍ତୁ ନାହିଁ, ସବୁବେଳେ ସଚେତନତାରେ ରୁହନ୍ତୁ, ମନ୍ତ୍ରମୂଳ ଗୁରୁର ବାକ୍ୟ କରନ୍ତୁ,
ସବୁବେଳେ ସାଧନା କରନ୍ତୁ। ଏ ଶ୍ୱାସ ପ୍ରଶ୍ୱାସ କେମିତି କ୍ଷୀଣାତି କ୍ଷୀଣ ହେବ। ପଞ୍ଚମ ଅଧ୍ୟାୟର ଭଗବତ ଗୀତାର 27 ଶ୍ଲୋକ, ପ୍ରାଣପାନ ସମକୃତ୍ୱା ନାସା ଅଭ୍ୟନ୍ତରଣ ଚାରିଣ। ନାସାର ଅଭ୍ୟନ୍ତରରେ ଶ୍ୱାସ ପ୍ରଶ୍ୱାସ ଚାଲିବ। ହାତ ମାଇଲେ ଜଣା ପଡ଼ିବନି, ତୁଳା ଟିକେ ଦେଲେ ଭିତରକୁ ଯିବ ନାହିଁ। ଧୀରେ ଧୀରେ ଶ୍ୱାସ ପ୍ରଶ୍ୱାସ କ୍ଷୀଣ ହେଇ ଗୋଟେ ବିନ୍ଦୁରେ ପହଞ୍ଚିଲେ ତମ ଭିତରେ ମୋର ଭାବଟା ଚାଲିଯିବ, ତୁମେ ଆତ୍ମା ହେଇଯିବ। ସବୁ କାମ କରୁଥିବ, ଆତ୍ମବୋଧରେ କରୁଥିବ। ତୁମର ସେତେବେଳେ ସମର୍ପଣ ଭାବ ଆସିବ। ଏତିକି ଥାଉ। ନେକ୍ସଟ ସତ୍ସଙ୍ଗରେ କହିବା କେମିତି ଜପ ଧ୍ୟାନ ହେବ, କେମିତି ଜୀବନଟା ସେବାମୟ ହେବ, ଆଉ ଜୀବନଟାକୁ କେମିତି ଯାହା ଆମର ଅଛି ତାହା କେମିତି ଭଗବାନଙ୍କ ସେବାରେ ଆମେ ନିୟୋଜିତ କରିଦେବା। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ ସବୁରି ଭିତରେ ଜଗନ୍ନାଥଙ୍କୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ, ହରି ଓମ୍ ତତ୍ସତ୍।